निरंतर माने प्रत्येक दिन जे एपरी भक्ति जे करूची हेई पारे से 24 घंटा न कला किंतु एई जो नियम टा मिलिची तार प्रतिदिन प्रभुजी आपको म्यूट हो गला। हरे कृष्ण प्रभुजी। तो ये जो नियम टा हमको जो नियम टा मिलिची से नियम टा जदि हम पालन करिबा प्रत्येक दिन जप करिबा कीर्तन करिबा विग्रह सेवा करिबा এই নিয়মটা আমি যদি প্রতিদিন জনে পালন করছি সে হেউচি সতত ভক্ত বলি এটা কিଏ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ସତତର ଅର୍ଥ ହେଲା ତୈଳ ଧାରାବତ ମାନେ 24 ଘଣ୍ଟାରେ ଗୋଟେ କ୍ଷଣ ବି ଆପଣ ନ ପାଶୁରିବା କଥା। କିନ୍ତୁ ଯଦି ତାହା ନ ପାରୁଛନ୍ତି ଆପଣ ପ୍ରତ୍ୟେକ ଦିନ ବି ଯଦି ଏଇ ସବୁ ନିୟମ ପାଳନ କରୁଛନ୍ତି ତାହେଲେ ଆପଣଙ୍କୁ ସତତ ଭକ୍ତ କୁହାଯିବ। ତାପରେ ଆଉ ଗୋଟେ ସତତର ଆଉ ଗୋଟେ ମିନିଂ ଆପଣ କଣ ନେଇପାରିବେ ଯେ ଆଉ ଗୋଟେ ଅର୍ଥ ହେଲା ଭଗବାନଙ୍କ ସହ ନିଜର ବାସ୍ତବିକ ସମ୍ବନ୍ଧଟା ଆପଣ ମାନି ନେଇଛନ୍ତି। ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ ମୁଁ ଭଗବାନଙ୍କର ଦାସ ଆପଣଙ୍କ ଜୀବନରେ ଭଗବାନଙ୍କର ଭକ୍ତି ଛଡା ଅଲଗା କୌଣସି ଲକ୍ଷ୍ୟ ନାହିଁ। ଏଇଭଳି ଯେ ଭକ୍ତ ସେ ଯାହା କଲେ ମଧ୍ୟ ସେଟା ସତତ ଭକ୍ତି ହେଲା। ସେ ଯୋଉ କାମ କରୁ ଏଇ ଟାଇପର କିନ୍ତୁ ଆମର ସେ ମନର ବିଚାରଟା ଏଇ ଟାଇପର ଥିବା କଥା ମାନେ ଆପଣ ଅଫିସ ଯାଉଥିବେ ଆପଣଙ୍କର ସେଇଟା ଭକ୍ତି ହେଇଯିବ। ଦେଖନ୍ତୁ ଆମର ଗୁରୁ ମହାରାଜ ହିଜ ହୋଲିନେସ ପତିତ ପାବନ ଗୁରୁ ମହାରାଜ ଜୟପତାକା ସ୍ୱାମୀ ମହାରାଜ ସେ କଣ କରୁଥିଲେ ସେ ଗୋଟେ ଜାଗାରେ ଚାକିରି କରୁଥିଲେ। ସେ କାହିଁକି ମନ୍ଦିର ଚଳେଇବା ପାଇଁ ସେ ଟାଇମରେ ଫଣ୍ଡ ବା ପଇସା ଆଭେଲେବୁଲ ନଥିଲା। ସେଇ ଜାଗାରେ ମଣ୍ଟ୍ରିଆଲ ନା କୋଉ ଜାଗାରେ ସେ ଜାଗାରେ ଚାକିରି କରିକିରି ସେ ଯୋଉ ପଇସା ପାଉଥିଲେ ସେଟା ମନ୍ଦିରକୁ ଦିଆ ହଉଥିଲା। ତ ସେ ହୋଟେଲ ରେ ହଁ ସେ ଚାକିରିଟା କଣ ହେଲା ତାର ଅର୍ଥ ସେଟା ଭକ୍ତି ହେଇଗଲା କି ନା। ତ ଏଇଟା ଗୋଟେ ଉଦାହରଣ ସତତ ଭକ୍ତିର ଏଇଟା ଗୋଟେ ଉଦାହରଣ ଯାହା ବି କରିବେ ଭଗବାନଙ୍କ ପାଇଁ କରିବେ। ବ୍ରେକ୍ ହଉଛି ମାତାଜୀ କିଛି ବୁଝା ଯାଉନି କଣ କହିଲେ? ଓ ହୋଟେଲ ରେ ବର୍ତ୍ତନ ଧଉଥିଲେ। ଆଜ୍ଞା ମାତାଜୀ। ତ ଭକ୍ତ ମାନେ ଏମିତି ଯୋଉମାନେ ପରମ ଭାଗବତ ମାନେ ସେମାନେ ଯାହା ବି କରିବେ ସେଇଟା ହଉଛି ଭଗବାନଙ୍କର ଭକ୍ତି ସେଇଟା ହଉଛି ସତତ ଭକ୍ତି ତାଙ୍କୁ କୁହାଯିବ। ତାପରେ ଦ୍ଵିତୀୟ ଜିନିଷଟା ହେଲା ପ୍ରୀତି ପୂର୍ବକ ଭଜତାମ। ପ୍ରୀତି ପୂର୍ବକ ଭଜତାମ ର ଅର୍ଥ ହେଲା କଣ ପ୍ରେମୀ ଭକ୍ତ ଯୋଉ ଭଗବାନଙ୍କର ଭକ୍ତି କରୁଛି ତା ବଦଳରେ ସେ କିଛି ଚାହୁଁନାହିଁ ପ୍ରୀତି ପୂର୍ବକ ସେ ଭକ୍ତିଟା କରୁଛି। ତାର ଗୋଟେ ହଉଛି ଲକ୍ଷ୍ୟ ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରିୟ ପ୍ରୀତି ବା ତାଙ୍କୁ ସନ୍ତୁଷ୍ଟ କରିବା ସେଇଟା ହଉଛି ଭକ୍ତର ଲକ୍ଷ୍ୟ। ସେ କଣ ଗୋଟେ ଆଶା କରୁଛି ଭଗବାନ ତମର ଭକ୍ତି କରିବି ଯେମିତି ଆମେ ପଢିଥିଲେ ନା କୋଉ ଚାରିଟା ଭକ୍ତ ସେମାନେ ମାନେ ଭଗବାନଙ୍କର ଭକ୍ତି କରନ୍ତି କିଛି ଆଶା ନେଇକି କହିଲେ ଆମେ ଏଇଟା ପଢିଛୁ। ଚାରିଟା ଭକ୍ତ ଅଛନ୍ତି ଯାହାଙ୍କୁ ଆଜ୍ଞା ଆଜ୍ଞା। କୁହନ୍ତୁ। ପ୍ରଭୁ ପ୍ରଭୁ ପାଠ ଆର୍ତ ଜିଜ୍ଞାସୁ ଆର୍ତ ଅର୍ଥାତ୍ ଜିଜ୍ଞାସୁ ଜ୍ଞାନୀ ପାଠ ଜଗତ ଜିଜ୍ଞାସୁ। ହୁଁ। ଅର୍ଥାର୍ଥୀ ଜ୍ଞାନୀ। ବହୁତ ବହୁତ ଧନ୍ୟବାଦ ପୁରା ସମସ୍ତେ ପୁରା ବଢିଆ ପଢିଛନ୍ତି ଏଇଟା ଜାଣିଛନ୍ତି ଆଉ। ତ ଏଇ ଯୋଉ ଆରତି ଅର୍ଥାତୀ ଏଇଟାକୁ ମାନେ ବହୁତ ପ୍ରଶଂସା ତ କରାଯାଇ ପାରିବନି ଭଗବାନ ତାଙ୍କୁ କହିଲେ କି ଏମାନେ ବି ହେଉଛନ୍ତି ମହାତ୍ମା ମାନେ ଭଗବାନଙ୍କ ପାଖକୁ ଆସିଛନ୍ତି କୌଣସି ଦେବାଦେବୀ କି ଅଲଗା ପାଖକୁ ନ ଯାଇଛନ୍ତି। କିନ୍ତୁ ଏଇଥିରେ ଯୋଉ କଥା ହଉଛି ପ୍ରୀତିପୂର୍ବକ ଭଜନ ଏଥିରେ କୋଉ ଭକ୍ତ କଥା କୁହାଯାଇଛି ସେ କିଛି ଆଉ ଭଗବାନଙ୍କର ଭକ୍ତି ପାଇଁ କିଛି ଆଉ ଆଶା କରୁନାହିଁ। न धनं न जनं ରମଣୀଂ ନା ଜଗଦୀଶ କାମେ କବିତାଙ୍ଗ ବା ଜଗଦୀଶ କାମେ ମୁଁ କିଛି ବି ଇଚ୍ଛା କରୁନି ଆପଣଙ୍କର ଖାଲି ଅହିତୁକି ଭକ୍ତି ଇଚ୍ଛା କରୁଛି ବୋଲିକିରି ଚୈତନ୍ୟଷ୍ଟକମ ରେ କୁହାଯାଇଛି। ଠିକ ଅଛି ତ ଆଉ ଗୋଟେ ଅର୍ଥରେ ଏଇଟା ପରସ୍ପର ପ୍ରୀତି ଯଦି ଭଗବାନଙ୍କର ଭକ୍ତ ମାନଙ୍କ ଭିତରେ ରହୁଛି ସେଇ କଥା ବି ଏଇଟା କୁହାଯାଇଛି ବୁଝିପାରିଲେ। ଏଥିପାଇଁ ଗୋଟେ ଉଦାହରଣ ନେବା ଯେ ମାନେ ଆପଣ ମାନେ ଗୋଟେ ଭକ୍ତ ମାନଙ୍କର ଗୋଷ୍ଠୀ ଅଛନ୍ତି। ସେ ଭକ୍ତ ମାନଙ୍କର ଗୋଷ୍ଠୀ ଭିତରେ ଯିଏ ଯାହାକୁ ଦେଖିଲେ ଆମେ ଈର୍ଷା କରୁଛେ ସେ ଟିକେ କଣ ତାର ଗୋଟେ କୋଉଟେ ବହୁତ ଭଲ ଗୁଣ କଣ ଗୋଟେ ଅଛି ବଢିଆ ଭଜନ ଗାଉଛି। କିମ୍ବା ସେ ବହୁତ ଭଲ ଅଲଗା କଣ ସେବା କରୁଛି ଭଲ ମ୍ୟାନେଜରିଆଲ ତାର ଗୋଟେ ସ୍କିଲ୍ ଅଛି। ଭକ୍ତ ମାନ ଇର୍ଷା କରନ୍ତି ନାହିଁ ଭକ୍ତ ମାନ କଣ ପ୍ରୀତି ପୂର୍ବକ ରହନ୍ତି। ମନ୍ଦିରରେ କଣ ସମସ୍ତେ ପ୍ରୀତିପୂର୍ବକ ରହିବା କଥା। ତ ଆର ଉଦାହରଣ ଟା ଆପଣ କୋଉଠି ପାଇବେ
ये एटा श्रीमद् भागवतम रे गोटे अच्छी चतुर्थ स्कंदरे 30 अध्याय 8 नंबर श्लोक एटा प्रचेता मान कथा कहुई। प्रचेता माने किए कहले? प्रचेतांकर बापा माँ किए? आपण एटा पढ़ी भागवतम रे तो निश्चय पढ़ी। पुरंजन ना प्रभुजी पुरंजन नुह। दक्ष प्रजापति। प्रचेतांकर दक्ष प्रजापतिंकर होउचंदी बापा, से होउचंदी प्रचेता माने, किंतु प्रचेतांकर बापा होउचंदी प्राचीन पुरा बरेही। प्राचीन बरेही आउ सवर्णा होउचंदी तांको मां, समुद्रंक पुत्री। समुद्रंक पुत्री माने लक्ष्मी जेमती सेमती से भी। तो ए दुई जनकर प्राचीन बरेही आउ सवर्णा एमानकर 10टी पुत्र हेले, सेमानकु कोन कहागला? प्रचेता कहागला। तो ये भगवान ये जो श्रीमद् भागवतम रो चतुर्थ स्कंद रे 30 नंबर अध्याय रे कौन कहते? वरं वृणीभं भद्रं वो यूयं मे नृपनंदना सौहार्देन अपृक्थ धर्मातुष्ट अहं सौहार्देन व। भगवान कहते जे हे प्राचीन बरेहीर पुत्र माने, हे राजपुत्र माने, मु तुम मानकर परस्पर मित्रता पूर्ण संबंध रे बहुत प्रसन्न अटे। तेणु तुमर मंगल इच्छा करछि, तुमको जहा दरकार ताहा माग। एटा भगवान तांकु कहउछन्ती, भगवान विष्णु ये तमर जो परस्पर जो प्रीतिपूर्ण जो व्यवहार और तमर जो सौहार्दपूर्ण जो तमर भाई मान भितरे एटा अछि, मु सेटा देखि बहुत प्रसन्न हेछि। तो एथुर आमे कोन जानले कि भगवान एई टाइप रो प्रीतिपूर्ण व्यवहार जो परिवार रे जो भक्त गोष्ठी रे एटा रहुछि, सेठी ही भगवान सेई मान को ही मिलिबे। निज निज भितर जदि जो माने ईर्षा करूचंती, जो माने झगड़ा कली झगड़ा करूचंती, मंदिर भितर भी आजिकली कली झगड़ा हे बसछि, घर भितर तो होउछि, किंतु हलधर महाराज कहउचंती कि कली मंदिर भितर को भी पशि सारलानी। से भितर भी माने आजिकली जो माने मंदिर भितर सेवा दउचंती, तांको भितर भी किए कोन कला, किए मते कोन कहितला, एई टाइप रो जिंस सब होउछि। तो एईटा कले प्रीतिपूर्वक जदि सेवा न हैला भगवान प्रसन्न हेबेनी, प्रमाणटा आमे एबे देखिले। तापरे उपदेशामृत रे कोन कहला? ददाति प्रति गृह्णाति गृह्यमाख्याति पुच्छति भुक्ते भजयते चैव षड्विधं प्रीति लक्षणम। माने भक्त मान को उपहार देवा, उपहार स्वीकार करिबा। प्रीतिर 6टी लक्षण कोन? एई 6टी कार्य प्रीतिर लक्षण बोली कहैछि। उपदेशामृत आपण समस्ते पाठ करिसेंती। या कोन कोन सीटा? भक्त मान को उपहार देबे आ भक्त मान को उपहार स्वीकार करिवे, से माने जदि किछि देले। निजर मन कथा कहवा आ शुणा, प्रसाद देवा ग्रहण करवा, यही सब प्रीतिपूर्वक व्यवहार एटा कहगला। प्रीतिपूर्वक भजतांग। तापरे कौन? ददामी बुद्धि योगम तंग बुद्धि योग ददामी। शिल प्रपात तात्पर्य कौन कहुई आम से पाठ करवा। बुद्धि योग हेउची कृष्ण चित्रणशील होई कार्य करवा, ताहा अति उच्च कोटिर बुद्धि। बुद्धिर अर्थ है चतुरता एवं योगम शब्दर अर्थ यौगिक क्रिया बा यौगिक उन्नति। जेतेबेले व्यक्ति घर को परम धाम को भगवान निकट को फेरिया को चेष्टा करे एवं संपूर्ण रूपे भक्तिर सहित कृष्ण चेतना मार्ग को ग्रहण करे, सेतेबेले तार क्रियाकलाप को बुद्धि योगम कहा जाए। केमिति बुद्धि लगे कि 1 कोटी टंका अछि, नेक्स्ट वर्ष को 2 कोटी ही जीवो, तापरे 5 कोटी ही जीवो, एईटा बुद्धि योग कि? किंबा केमिति गोटे चालाकी रे कथा कहीदेवी समस्ते पूरा समस्त को हरई पकेबी, एई टाइप रो को बुद्धि योग कहा जाउनी। एठी शिल प्रभुपाद कोन कहउचंती? कृष्ण चेतना मार्ग को फेरी जीवा पई जो बुद्धिटा लागुची, से सबु बेले चेष्टा कोन करूची? भगवान को निकट फेरिबा चेष्टा करे आ संपूर्ण रूपे भक्तिर सहित कृष्ण चेतना मार्ग को ग्रहण करे। सेति पई गोटे बुद्धि लागुची कि नहीं? भगवान को केमती सेवा करिवि, कि मंदिर गोटे कोन सेवा दिया गला कि आपण जाई कि 10टा कॉलेज रे प्रीचिंग करंतु, तो से कॉलेज रे चिन्हा नहीं, अच्छा मोर चिन्हा नहीं, ताहले आउ गोटे चिन्हा से प्रिंसिपल तांकर चिन्हा, आपण बुद्धि लगे कि तांको फोन कले, तांको संगे कथावार्ता करी मीटिंग फिक्स कले, सेठी जाई कि प्रीचिंग कले। एई जो बुद्धि सब लागुची सेटा को शिल प्रभुपाद एठी कहउचंती सेटा बुद्धि योग। आ बुद्धि योग हेउची सेही पंथा बा मार्ग
ଯାହା ସାହାଯ୍ୟରେ ବ୍ୟକ୍ତି ଭୌତିକ ବନ୍ଧନରୁ ମୁକ୍ତ ହେଇଯାଏ ଆଉ ଅନ୍ତିମ ଲକ୍ଷ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇବା ଦିଗରେ ଅଗ୍ରସର ହୁଏ। ଠିକ ଅଛି। ତାପରେ ଆଉ ଗୋଟେ କଣ ଶବ୍ଦ ରହିଲା, ଇଏନ ତେ ମାମ୍ ଉପୟାନ୍ତି, ତା ଦ୍ୱାରା ସେମାନେ ମତେ ପ୍ରାପ୍ତ କରନ୍ତି। ଏଇଟା ଭଗବାନ କହିଲେ 10 ନମ୍ବର ଶ୍ଲୋକରେ। ଏବେ ଆମେ 11 ନମ୍ବର ଶ୍ଲୋକ ପାଠ କରିବା। କିଏ ଜଣେ ପାଠ କରନ୍ତୁ, ଚେଷ୍ଟା କରିବେ श्री ସମସ୍ତେ कृष्ण ଯେମିତି ପାଠ କରିପାରିବେ। प्रभु जी श्लोक नंबर 11 ହୁଁ। तेषां हरे कृष्ण तेषामेव अनुकम्पार्थ महमज्ञानजं तमः नाशयामात्मभावସ୍ତ ଜ୍ଞାନ ଦୀପେନ ଭାସ୍ୟତା। ଅନୁବାଦ, ସେମାନଙ୍କ ପ୍ରତି ଅନୁକମ୍ପା ବଶତଃ ମୁଁ ସେମାନଙ୍କର ହୃଦୟରେ ରଜ୍ଜଳ ଜ୍ଞାନଦୀପ ସାହାଯ୍ୟରେ ଅଜ୍ଞାନତାରୁ ଜାତ ଅନ୍ଧକାରକୁ ନାଶ କରେ। ହରେ କୃଷ୍ଣ। ଧନ୍ୟବାଦ ମାଧବୀ। ତେଷାମ୍ ଏवଂ ଅନୁକମ୍ପାର୍ଥ୍ୟ, ସେମାନଙ୍କ ପ୍ରତି ଅନୁକମ୍ପା ବଶତଃ, ଅହଂ ଆତ୍ମଭାବସ୍ତଃ, ମୁଁ ତାଙ୍କ ହୃଦୟରେ ସ୍ଥିର ରହି। ତାପରେ ଭଗବାନ କଣ କହିଛନ୍ତି, ଭାସ୍ୱତାଂ ଜ୍ଞାନ ଦୀପେନ, ଜ୍ଞାନ ଦୀପ ସାହାଯ୍ୟରେ ଅଜ୍ଞାନଜଂ ତମ ନାଶୟାମି, ଅଜ୍ଞାନ ଠାରୁ ଉତ୍ପନ୍ନ ଅନ୍ଧକାରକୁ ମୁଁ ନଷ୍ଟ କରିଦିଏ। ଆଚ୍ଛା, ଏଠି କୁହାହେଲା ତେଷାମ୍, ସେମାନଙ୍କ ପ୍ରତି ଅର୍ଥାତ୍ କେଉଁମାନଙ୍କ ପ୍ରତି? ଭକ୍ତ ମାନଙ୍କ ଯେଉଁ ଭକ୍ତ ଯେଉଁ ମାନଙ୍କ ଭକ୍ତ, ଭକ୍ତମାନଙ୍କ କୋଉ ମାତାଜୀ କୋଉ ଭକ୍ତ ମାନଙ୍କ ପ୍ରତି? ଯେଉଁ ଭକ୍ତ ମାନେ ମच्चित्ता ସତତମ ଆଉ ମତ୍ ପ୍ରାଣଗତା, ଯୋଉଟା ପୂର୍ବ ଶ୍ଲୋକରେ ଭଗବାନ କହିଲେ, ସେଇ ଭକ୍ତ ମାନଙ୍କ ପାଇଁ, ସେଇ ଭକ୍ତ ମାନଙ୍କୁ ଅନୁକମ୍ପା କରନ୍ତି। ଅହଂ ଆତ୍ମଭାବସ୍ଥ, ଆଜ୍ଞା ସମସ୍ତଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ଅବସ୍ଥିତ ଅଟନ୍ତି। କିନ୍ତୁ ଆତ୍ମଭାବ କାହାକୁ କହିଲେ? ଯେ ତାଙ୍କର ଭକ୍ତ ମାନେ ତାଙ୍କ ବହୁତ ପ୍ରିୟ ଅଟନ୍ତି, ତାଙ୍କ ପ୍ରତି ଭଗବାନ ଆସକ୍ତ ଅଟନ୍ତି। ସେଥିପାଇଁ ଏହି ଶବ୍ଦ କୁହାଗଲା ଆତ୍ମଭାବସ୍ଥ, ଭକ୍ତ ମାନଙ୍କ କଥା କୁହାଗଲା। ବୁଝିପାରିଲେ? ଯେପରି ମହୁମାଛି ଫୁଲରୁ ବାହାରୁଥିବା ମହୁ ପ୍ରତି ଆସକ୍ତ ହୁଏ, ସେହିପରି ଭଗବାନ ତାଙ୍କର ଭକ୍ତ ମାନଙ୍କ ପ୍ରତି ଆସକ୍ତ ଅଟନ୍ତି। ଏ କଥା କୁହାଯାଇଛି। ଏଇଟା କିଏ କିଏ ଉପମାଟା ଦେଇଛନ୍ତି? ବଳଦେବ ବିଦ୍ୟାଭୂଷଣ। ତାପରେ ଆସିଲା ଭାସ୍ୱତାଂ ଜ୍ଞାନ ଦୀପେନ, ପ୍ରକାଶମୟ ଜ୍ଞାନ ଦୀପ ଦ୍ୱାରା ଭଗବାନଙ୍କର ଶୁଦ୍ଧ ଭକ୍ତର ହୃଦୟରେ କୃପା ପରବଶ ହିଁ ଭଗବାନ ପ୍ରକଟିତ ହୁଅନ୍ତି। ଆଚ୍ଛା, ମାନସିକ ଚିନ୍ତନ ଦ୍ୱାରା ଭଗବାନଙ୍କୁ ଜାଣିବା ସମ୍ଭବ କି? ମାନସିକ ଚିନ୍ତନ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଆଚ୍ଛା, ଜ୍ଞାନଟା ସବୁବେଳେ ହୃଦୟରେ ପ୍ରକାଶ ହୁଏ, ଜାଣିଥାନ୍ତୁ। ଆପଣ ଏଇଟା ଶୁଣିଥିବେ ତ, ସେ ଆମେ ଗୋଟେ ଶିଷ୍ୟ ଥିଲେ, ସେ ଶିଷ୍ୟଙ୍କୁ ଗୁରୁ ଗୁରୁ କହିଲେ, ତାଙ୍କ ନାଁ କଣ, ବରୁଣୀ ନା ବାରୁଣୀ କଣ ଥିଲା ସେ ଶିଷ୍ୟ, ଯିଏ କି ଗୁରୁଦେବଙ୍କ ଆଦେଶରେ ଯାଇକି ଶୋଇ ପଡିଥିଲେ। ମାନେ ପାଣି ଯେତେବେଳେ ବିଲରୁ ପାଣି ତାଙ୍କୁ ଅଟକାଇବା ପାଇଁ କହିଥିଲେ ଗୁରୁଦେବ, ବର୍ଷା ବହୁତ ହେବାରୁ ସେ କଣ କଲେ, ନିଜେ ଶୋଇ ପଡିଲେ ବିଲରେ। ଶୁଣିଛନ୍ତି ଏଇଟା? ତ ସେଇଠି କଣ, ଗୁରୁ ପ୍ରସନ୍ନ ହେଇକିରି ତାଙ୍କୁ ଆଶୀର୍ବାଦ କଲେ, ସବୁ ଜ୍ଞାନ ତାଙ୍କ ହୃଦୟରେ ପ୍ରକାଶିତ ହେଇଗଲା। ତ ସେଥିପାଇଁ ଆମେ ଏଇଟା ଭାବିବା କଥା ନାହିଁ ଯେ ଆମେ ନିଜ ଚେଷ୍ଟାରେ ଆମେ ସବୁ ଗ୍ରନ୍ଥ ପାଠ କରିଦେବା ଆଉ ସବୁ ଆମେ ଜାଣିଯିବା ନାହିଁ। ଜ୍ଞାନ ଆପଣ ଯେତେବେଳେ ଭଗବାନଙ୍କର ଭକ୍ତ ମାନଙ୍କର ଆଉ ଗ୍ରନ୍ଥର ସେବା କରିବେ, ସେତେବେଳେ ଜ୍ଞାନ ପ୍ରକାଶିତ ହେବ। ଭାସ୍ୱତା ଜ୍ଞାନ ଦୀପେନ, ଯେଉଁମାନେ ଶୁଦ୍ଧ ଭକ୍ତ ଯୋଗ ମାର୍ଗରେ ରତ ଅଛନ୍ତି, ସେମାନେ ଯଥେଷ୍ଟ ଶିକ୍ଷା ଦୀକ୍ଷା ନ ପାଇଥିଲେ ବି ସେମାନେ ଭଗବାନ ତାଙ୍କୁ କୃପା କରିକିରି ତାଙ୍କର ହୃଦୟରେ ସେ ଜ୍ଞାନଟା ପ୍ରକାଶ କରିଦିଅନ୍ତି। ବହୁତ ଆପଣ ପାଠ ପଢିଛନ୍ତି, ଆପଣ ଭକ୍ତିର ଗୂଢ ତତ୍ଵ ସବୁ ବୁଝିଯିବେ, ଏଇଟା ମାନେ ନୁହଁ। ଭଗବାନ ଯଦି ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି, ତାହେଲେ ଆପଣଙ୍କ ହୃଦୟରେ ଜ୍ଞାନଟା ପ୍ରକାଶ ହବ। ଅଜ୍ଞାନଜଂ ତମ ନାଶୟାମି, ଅଜ୍ଞାନର ଅନ୍ଧକାରକୁ ସମ୍ପୂର୍ଣ୍ଣ ରୂପେ ଭଗବାନ ନଷ୍ଟ କରିଦିଅନ୍ତି। କାହିଁକି? ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟ ସମ ଅଟନ୍ତି। ଆଉ ପରମ ସତ୍ୟ ବିଷୟକ ଭୌତିକ ତର୍କ ବିତର୍କ ଅନ୍ଧକାର ସମୟ ଅଟେ। ମାନେ ଭଗବାନ ପରମ ସତ୍ୟ, ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ପରମ ଭଗବାନ। ଆ ଉପରେ ଯେ ତର୍କ ବିତର୍କ କରୁଛି, ଯୋଉ ତଥାକଥିତ ମାୟାବାଦୀ ପଣ୍ଡିତ ମାନଙ୍କର ଯୋଉ ଏଇଟା, ତାଙ୍କର ତ ସେଇଟା ଜ୍ଞାନ ଦୀପେନ ତାଙ୍କ ପାଇଁ କୁହାଯାଉନି, ସେମାନେ ଅନ୍ଧକାରରେ ଅଛନ୍ତି। ସୂର୍ଯ୍ୟଙ୍କର ଉପସ୍ଥିତିରେ, ଅର୍ଥାତ୍
जार हृदय भक्ति प्रकाश पाए भगवान भक्ति जिते प्रकाश पाइला सेते बेले कौन हम अंधकार रही ज्ञान प्रकाशित हो भगवान कृपा करी शुद्ध भक्त हृदय रे ज्ञान को प्रकाश करदेवे ये गोटे जिनस मुझे उदाहरण देवाई चाहूँगी ब्रज गोपी माने एमान को जेते बेले कौन है जेते बेले रास समय जे अधिकारी जीव भगवान बंशीवादन कले बंशीवादन कर जे अधिकारी जीव तांको बंशी स्वन शुणाई देला बंशी माने जो बंशी वेणुवादन हेबा द्वारा तार स्वरटा केवल अधिकारी जीव को शुणिया को मिलला माने एते लोक सेठी थिले ब्रजरे किंतु को माने शुणिया को पाइले ब्रज गोपी माने शुणिया को पाइले तो से माने एटा शुणिकिरी जे जे अवस्था रे थिले से माने समस्ते धाइले धाइकी जेते बेले पहुंची छंती अरण्य को सेठी भगवान कृष्ण तांको देखिले कहले कि हे भद्रे हे आपण माने कौन पाई आसिले ए रात्रि समय रे आपण माने आसीबा कथा नुह काहेकि आपण मानकर घर परिवार अछि आपण परिवार को निजर पति को छाड़ी के आपण आसीबा कथा नाही काहेकि जे पतिव्रता नारी शास्त्र कहूची जे से तार सर्वसिद्धि हो केवल केवल खाली पतिभक्त जदि से हो पतिव्रता नारी रो एटा भगवान माने शास्त्र रे आदेश करचंदी पतिव्रता नारी आउ ताको अलगा किछि ताको साधन करिया को पड़िबनी केवल पतिव्रता जदि ही गला ताको सब किछि मिली जिवो धर्म अर्थ काम मुख्य भगवान मिली जिवे बोली कहाई भगवान कहिले एटा से गोटे भगवान तापरे गोटे तांको गोटे उदाहरण देले कि गोटे पतिव्रता नारी थिला ता स्वामी जेते बेले आसीचंती काम रु फेरीचंती से घरे जेते बेले ठीक विश्राम नेले से कौन कले तांकर पत्नी कोल रे सोईचंती आ से समय रे निया जळुची चुली रे आउ से तांकर छोट पुओटे गोटे वर्षर पुओटे से कौन कला खेली खेली निया पाकू पळेला आ निया को जाइके निया पाकू पळेला किंतु ये कौन देखुचंती तांकर पुओ निया पाकू जाउची किंतु ये पतिଙ୍କ सेवारे थिले एटा किए ए कहानीटा किए कहउचंती कहले किए कहउचंती बुझी पारले तो मु किए कहउचंती एटा कहले किए किए कहले ए कहानीटा किए काहाकू कहउचंती प्रभु कହୁଛନ୍ତି। हरे भगवान कृष्ण प्रभु कृष्ण भगवान भगवान कହୁଛନ୍ତି हरे कृष्ण भगवान प्रभु जी कृष्ण गोपी मान को कहउचंती आज्ञा जे पतिव्रता नारी मानकर कौन कथा तांकर कहउचंती ना तो से पतिव्रता नारी देखुचंती किछि कलेनी आ पुओटा कौन गला निया भितरे पड़िकी पुओटा जली गला कि मरी गला जहाँ भी कहतु किंतु ये उठिले उठिलेनी पतिव्रता नारी तो से जेते बेले पतिव्रता नारी जेते बेले तांकर पतिटा उठी जाइचंती सेते बेले कौन हैला से तापरे देखिले तांकर पुओ कांदिया को लागिले स्वयं सूर्य भगवान आसिकरी कौन कले पुत्र को पुणी बंचेगिरी देई देले एडा होची पतिव्रता नारी रो शक्ति भगवान श्री कृष्ण कहले किंतु जो गोपी मान को मूर्ख कहा जाउची पाठ साठ पढ़ी नांती से गोपी माने भगवान कृष्ण को कौन तर्क देले सुनंतु से कहले आपण ठीक कहिसंती जे पतिव्रता नारी माने पतिर ही माने सेवा करिया कथा एबे आपण को आमे गोटे कहानी सुनौछु आपण सुनंतु थरे कौन हैला गोटे पतिव्रता नारी थिला से तार कौन कला तार जे पति थिले से विदेश को गमन कले कौन से गोटे वाणिज्य पाइगा विदेश को गमन कले तो से पतिव्रता नारी कहला हे पतिदेव मु आपण को वीर मु तो रही परिबिनी मु आपण को न देखिले मु केमती रही मु आपण सेवा पूजा न कले मु तो बंची परिबिनी तो ताकू पति कौन कले तांकर गोटे आलेख बा गोटे फोटो गोटे देले कहले मो बदले तमे फोटो को रख आउ तमे ए फोटोर सेवा पूजा कर तो पत्नी मानी गले आ सबुदिन नित्य फोटो को सब प्रकार सेवा कले जोटा से पति सेवा करुले तो एमती दिने माने तांकर सेवा चली आउ तापरे कबाड़ जने किए बाड़ेला बहुत दिन पड़ेला मासे 2 मास 5 मास जहाँ भी हुए पड़ेला ते कबाड़ जने बाड़ेला तो ये सेवा पति सेवा करुचंदी तो जिते बले कबाड़ खोली देखिले ये पति तांकर फेरी आछंती विदेश रु एबे ब्रजगोपी माने प्रश्न कले भगवान श्रीकृष्ण को अच्छा आपण तो भगवान स्वयं भगवान आपण को तो बड़ बुद्धिमान किए ही पारे आपण तो बेसी बुद्धिमान आउ किए नुहंती
ଆପଣ କହନ୍ତୁ ଯେ ଫଟୋରେ ଯୋଉ ମାନେ ପତିଦେବ ଅଛନ୍ତି ସେ ତାଙ୍କୁ ପୂଜା କରିବୁ ନା ସ୍ୱୟଂ ବାହାରେ ଯୋଉ କବାଟରେ ଛିଡା ହେଇଛନ୍ତି ସେଇ ପତିଦେବଙ୍କୁ ମୁଁ ପୂଜା ଆରାଧନା କରିବି। ତ ଭଗବାନ ଶ୍ରୀକୃଷ୍ଣ କହିଲେ ନାଇଁ, ଯେତେବେଳେ ପତି ତମର ପଳେଇ ଆସିଲେଣି ସାକ୍ଷାତ ତାଙ୍କୁ ପୂଜା କରିବେ। ତ ଏବେ ବ୍ରଜଗୋପୀ ମାନେ କହିଲେ ସେଇ କଥା ତ ଆମେ କହୁଛୁ। ଏଇ ଆମର ଯୋଉ ପତିଦେବ ମାନେ ଘରେ ଅଛନ୍ତି ସେମାନେ ତ ଆମର ସବୁ ଏଇ ଜନ୍ମର ପତି, କିନ୍ତୁ ଆମର ନିତ୍ୟ ପତି ତ ହଉଛନ୍ତି ଆପଣ। ଯେତେବେଳେ ଆପଣ ସାମ୍ନାରେ ଅଛନ୍ତି ଆମେ କାହିଁକି ସେ ପତି ମାନଙ୍କୁ ଏଇଟା କରିବୁ? ଆମର ପତିବ୍ରତା ଧର୍ମ ଭାଙ୍ଗୁ ନାହିଁ। ତ ଏମିତି କହିକିରି ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ବୁଦ୍ଧି ବତେଇ ଦେଲେ। ଭଗବାନ କୃଷ୍ଣ ବି ତାଙ୍କ ଠାରୁ ପରାସ୍ତ ହେଇଗଲେ ବୁଦ୍ଧିରେ। ମାନେ ଗୋଟେ ଭଗବାନ ତ ପରାସ୍ତ ହେଇପାରିବେନି, କିନ୍ତୁ ଭକ୍ତଠୁ ପରାସ୍ତ ହେଇପାରିବେ। କଥା ହେଲା ବୁଦ୍ଧି ଯୋଗ କଥା କୁହାଗଲା। ଦଦାମି ବୁଦ୍ଧି ଯୋଗ, ସେଇ କୃଷ୍ଣ ହିଁ ତାଙ୍କୁ ବୁଦ୍ଧି ଯୋଗ ଦେଲେ ଏଇ ତର୍କ କରିବା ପାଇଁ। କହିବା ଅର୍ଥ ହଉଛି ସେଇଟା, ବୁଝିପାରିଲେ? ଏବେ ଆମେ ଏଇଟା ଆମର ସରିଲା, ଚତୁର୍ଶ୍ଲୋକୀ ଗୀତାଟା ଆମର ସରିଲା, ବୁଝିପାରିଲେ? 8, 9, 10, 11 ବହୁତ ଇମ୍ପୋର୍ଟାଣ୍ଟ, ଆମେ ସବୁ ଡିସ୍କସ୍ କଲେ। ଏବେ ଆମେ ଯିବା ଶ୍ଲୋକ ନମ୍ବର 12 ଆଉ 13 କୁ। ଆପଣ ପାଠ କରନ୍ତୁ। हरे कृष्ण प्रभुजी। ଆଜ୍ଞା। श्री अर्जुन उवाच परं ब्रह्म परम धाम पवित्र परम भावं पुरुषं शाश्वतं दिव्यं मादिदेवं मजं विभुम् आहुस्तं ऋषयः सर्वे देवर्षि नारदस्तथा आसीतो देवलो व्यासः स्वयं चैव ब्रवीषि मे। अनुवाद। अर्जुन कहले आपण परम ब्रह्म, परम गति, परम धाम एवं पवित्र परम अटंती। आपण परम सत्य एवं शाश्वत दिव्य पुरुष अटंती। आपण आदिदेव दिव्य पुरुष अटंती एवं आपण अजन्मा एवं सर्वव्यापक सौंदर्य अटंती। नारद, असित, देवल एवं व्यास आदि महर्षिगण आपणଙ୍କ ସମ୍ବନ୍ଧରେ ଏଇ କଥା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ମତେ ସେଇ କଥା କହୁଛନ୍ତି। ହରେ ଧନ୍ୟବାଦ ମା। କୃଷ୍ଣ। ସର୍ବେ ଋଷୟଃ ଶବ୍ଦ ଗୁଡାକ ଆପଣ ଲକ୍ଷ୍ୟ କରନ୍ତୁ। ପୁରା ଆମର ଶବ୍ଦ ପଢିଲେ ଆମେ ଶ୍ଲୋକଟା ପୁରା ବୁଝିଯିବା। ସର୍ବେ ଋଷୟ, ସବୁ ଋଷି ମାନେ। କୋଉ ଋଷି ମାନେ? ଦେବର୍ଷି ନାରଦ, ଅସିତ, ଦେବଳ, ବ୍ୟାସ। ତ୍ୱାମ୍ ଆହୁ, ଆପଣଙ୍କୁ ସମସ୍ତେ ଏପରି କହନ୍ତି। ଏଇଟା ଅର୍ଜୁନ କହିଛନ୍ତି, ତ୍ୱାମ୍ ଆହୁ ସ୍ୱଚ ଏବ ମେ ବ୍ରବିଷି। ବ୍ରବିଷି ମାନେ କହିବା, ଏବେ ଆପଣ ବି ସେଇଟା କହୁଛନ୍ତି। ସ୍ୱଚ ମଧ୍ୟ, ସ୍ୱଂ ଚ ଏବ ମେ ବ୍ରବିଷି, ଆପଣ ବି ଏଇଟା ସେ କହୁଛନ୍ତି। କଣ କହିଲେ? ଯେ ଏଇ ଋଷି ମାନେ ତ ସମସ୍ତେ କହିଥିଲେ କି ଆପଣ ପରମ ବ୍ରହ୍ମ, ପରମ ଗତି, ପରମ ଧାମ, ପବିତ୍ରତମ ଅଟନ୍ତି, ଆଉ ଆପଣ ପରମ ସତ୍ୟ, ଶାଶ୍ୱତ ଦିବ୍ୟ ପୁରୁଷ ଅଟନ୍ତି। କିନ୍ତୁ ଆପଣ ନିଜେ ବି ଏ କଥା ଏବେ କହୁଛନ୍ତି। ତ ଏଠି ଶ୍ରୀଲ ପ୍ରଭୁପାଦ ତାଙ୍କ ତାତ୍ପର୍ଯ୍ୟରେ କଣ ଲେଖା ହେଇଛି ଆମେ ଟିକେ ପଢିବା। ଭକ୍ତି ଯୋଗ ମାର୍ଗକୁ ଆସିଗଲେ, ଅର୍ଥାତ୍ ଭଗବାନଙ୍କର ସେବାରତ ହେଲେ ଅଜ୍ଞତା ସମ୍ପୂର୍ଣ୍ଣ ଦୂରଭୀତ ହେଇଯାଏ। ଏ କଥା ପୂର୍ବ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ। ଆମେ ଯୋଉଟା ପଢିଲେ ଜ୍ଞାନ ଦୀପେନ ଯୋଉ କଥା। ବର୍ତ୍ତମାନ ତାଙ୍କ ଦୟାରୁ ଅର୍ଜୁନ ବୈଦିକ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପରମ ସତ୍ୟ ରୂପେ ଗ୍ରହଣ କରୁଛନ୍ତି। ଏଇ ଶ୍ଲୋକରେ ଅର୍ଜୁନ କଣ ଗ୍ରହଣ କଲେ ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରମ ସତ୍ୟ। ତାହେଲେ କିଏ ଭାବିପାରେ ଆରେ ସେ ତ ଭଗବାନଙ୍କର ସଖା ଅର୍ଜୁନ, ସେଥିପାଇଁ ସେ ସ୍ୱୀକାର କରିଦେଇଛନ୍ତି। ଯେ ସଖା ମାନଙ୍କୁ ହୁଏ ନା, ବନ୍ଧୁ ବନ୍ଧୁ ମାନଙ୍କ ଭିତରେ ଟିକେ ତାକୁ ଟିକେ ଟେକା ଟେକି କରିକି କହିଥିଲେ ବନ୍ଧୁଟା ଖୁସି ହବ। ସେଇ ଟାଇପର ଜଣେ ଖୋସାମତ କରି କହୁଛନ୍ତି କି ଯେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଅନ୍ତରଙ୍ଗ ବନ୍ଧୁ ହୋଇଥିବାରୁ ଅର୍ଜୁନ ତାଙ୍କୁ ପରମ ପୁରୁଷ ଭଗବାନ ବା ପରମ ସତ୍ୟ କହି ଖୋସାମତ କରୁଛନ୍ତି? ନାଇଁ, ଏଇଟା ନୁହଁ। ଏ ଦୁଇଟି ଶ୍ଲୋକରେ ଅର୍ଜୁନ ଯାହା କହିଛନ୍ତି ତାହା ବୈଦିକ ସତ୍ୟ ହିସାବରେ ସ୍ୱୀକୃତ ହୋଇଛି। କୋଉ ବୈଦିକ ହେଇଥିରେ? କେନ ଉପନିଷଦରେ କଣ କୁହାଯାଇଛି? ପରମ ବ୍ରହ୍ମ ମାନେ ପ୍ରତ୍ୟେକଙ୍କର ଆଶ୍ରୟସ୍ଥଳ ଭଗବାନ ଅଟନ୍ତି। ଏବଂ ଏ କଥା ଭଗବାନ ଶ୍ରୀକୃଷ୍ଣ ପୂର୍ବରୁ ମଧ୍ୟ କହିଛନ୍ତି। ଆଉ ପ୍ରତ୍ୟେକ ତାଙ୍କ ଠାରେ ହିଁ ଆଶ୍ରୟ ଗ୍ରହଣ କରୁଛନ୍ତି। ମୁଣ୍ଡକ ଉପନିଷଦରେ ବି କୁହାଯାଇଛି ଯେ ପରମେଶ୍ୱରଙ୍କ ଠାରେ ସମସ୍ତେ ଆଶ୍ରୟ ଗ୍ରହଣ କରୁଛନ୍ତି। ତାଙ୍କୁ କେବଳ ସେଇ ବ୍ୟକ୍ତି ଜାଣିପାରେ ଯିଏ ତାଙ୍କୁ ସର୍ବଦା ଚିନ୍ତା କରୁଛି। ଭଗବାନ କୁ ସର୍ବଦା ଚିନ୍ତା କରିବାକୁ ସ୍ମରଣ କୁହାଯାଏ, ଯୋଉଟା ନବଦା ଭକ୍ତିର ଅଙ୍ଗ ଅଟେ। ନବଦା ଭକ୍ତିରେ କୋଉ କୋଉ ନମ୍ବରରେ ଆସୁଛି ଏଇଟା ସ୍ମରଣ? 3 ନମ୍ବରରେ। ବୁଝିପାରିଲେ? ପ୍ରଥମଟା କଣ କି?
ନବଦାବତୀର ଶ୍ରବଣ ପ୍ରଥମ ଶ୍ରବଣ ଶ୍ରବଣ, କୀର୍ତ୍ତନ କୀର୍ତ୍ତନ ଆଉ ସ୍ମରଣ। ତ ମରଣ ଏଇ ଆମେ ଏଇଟା ଡିସ୍କସନ କଲେ କେନ ଉପନିଷଦ, ମୁଣ୍ଡକ ଉପନିଷଦରେ ଯାହା ସବୁ ଲେଖା ହେଲା ସେଇ ସବୁ କୋଉ ଜାଗାରେ ପ୍ରମାଣ ହେଲା? ସେଇଟା ଭଗବାନ ଶ୍ରୀକୃଷ୍ଣଙ୍କ ଜାଗାରେ ପ୍ରମାଣ ହେଇଛି। ବେଦରେ ଭଗବାନଙ୍କୁ କଣ କୁହାଯାଇଛି? ବିଶୁଦ୍ଧତମ କୁହାଯାଇଛି ବେଦରେ। ଆଉ ଏଇଠି ଅର୍ଜୁନ କଣ କହିଲେ ଭଗବାନଙ୍କୁ? କହିଲେ ପରମ ପବିତ୍ର। ଭଗବାନ ଆଉ ଭଗବାନଙ୍କର ସମ୍ବନ୍ଧୀୟ ସବୁ କିଛି ପରମ ପବିତ୍ର ଅଟେ। ଆଉ ଜୀବ କେତେବେଳେ ପବିତ୍ର ହେଇପାରିବ? ଏବେ ଆମେ ପବିତ୍ର କି? ଏବେ ଆମେ ଆମ ଦେହ ଧରିଛୁ, ଆମ ଦେହ ପବିତ୍ର? ଆମର ଦେହ ଭାବ ଯେ ପର୍ଯ୍ୟନ୍ତ ଅଛି ଆମେ ପବିତ୍ର ନୁହଁ। ଯୋଉ ଦିନ ଆମର ଦେହ ଭାବଟା ଚାଲିଯିବ ନା, ମୁଁ ଦେହ ନୁହଁ, ମୁଁ ଆତ୍ମା ଭଗବାନଙ୍କର, ମୁଁ ନିତ୍ୟ ସେବକ, ଏଇ ଭାବରେ ଯୋଉ ଦିନ ଆପଣ ଆସିଯିବେ ସେଦିନ ଆପଣ ପବିତ୍ର ହେଇଗଲେ। ଆଉ ପରମ ଧାମମ ଯୋଉ କୁହାହେଲା, ଭଗବାନ ସମସ୍ତଙ୍କର ଆଶ୍ରୟ ସ୍ଥଳ। ଧାମର ତିନିଟା ଅର୍ଥ, ଗୃହ, ଦେହ ଆଉ ତାଙ୍କର ପ୍ରଭାବ। ଶାଶ୍ୱତ ଦିବ୍ୟମ ପୁରୁଷମ କୁହାଗଲା, ଏଠି ଅର୍ଜୁନ କହିଲେ। ଶାଶ୍ୱତ, ସେ ଆମ ଭଳିଆ ତାଙ୍କର ଦେହ ନୁହଁ। ତାଙ୍କର ଶରୀର କଣ? ସଚିତ ଆନନ୍ଦମୟ ଶରୀର। ସେ ନିରାକାର ନୁହନ୍ତି। ଏଇଠି ପ୍ରମାଣ ହଉଛି, ଏଇ ଶ୍ଲୋକରୁ ନିରାକାର ବାଦକୁ ଖଣ୍ଡନ କରାଯାଇଛି। ସେ ଗୋଟେ ଶାଶ୍ୱତ ପୁରୁଷ ଅଟନ୍ତି ବୋଲି କୁହାଗଲା। ଆଉ ସେ କଣ? ଆଦି ଦେବମ। ସମସ୍ତଙ୍କର ଯେତେବେଳେ ଆପଣ ମୂଳଟା ଖୋଜି ଖୋଜି ଯିବେ, ସମସ୍ତଙ୍କର ବାପା ଖୋଜି ଖୋଜି ଗଲେ ଲାଷ୍ଟ ଯୋଉଟା ସେଇଟା ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତାଙ୍କୁ ଆଦି ଦେବ କୁହାଯାଏ, ସବୁ ଦେବତା ମାନଙ୍କର ମୂଳ। ଅଜଙ୍ଗ ମାନେ କଣ? ଯିଏ ଅଜନ୍ମା ଅଟନ୍ତି, ଜନ୍ମ ନିଅନ୍ତି ନାହିଁ, ନିଜ ଇଚ୍ଛାରେ ପ୍ରକଟ ହୁଅନ୍ତି। ଆଉ ବିଭୁ ମାନେ ହଉଛି କଣ? ସର୍ବବ୍ୟାପକ। ଏଇଟା ଆପଣଙ୍କର ଏଇଠି ଦେଖନ୍ତୁ 13ରେ ତ ଆମେ ଏଇଟା ପଢିଲେ। 14 ନମ୍ବରରେ ତାପରେ ଏଇ ଯୋଉ ଆମେ ପରମ ଧାମକୁ ଶିଳ ପ୍ରଭୁପାଦ କୋଉ ହିସାବରେ କହିଛନ୍ତି ଆପଣ ଶୁଣି ନିଅନ୍ତୁ। ବେଳେ ବେଳେ ନିର୍ବିଶେଷବାଦୀ ମାନେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି। ନିର୍ବିଶେଷବାଦୀ ମାନେ ବି ଭଗବାନ ଶ୍ରୀକୃଷ୍ଣ ସେ ଭଗବାନ ବୋଲି ମାନନ୍ତି, କିନ୍ତୁ ସେମାନେ ତାଙ୍କର ପ୍ରଭୁତ୍ୱ କୁ ସେମାନେ ମାନି ପାରନ୍ତି ନାହିଁ। ତଥାପି ଅନେକ ମୁକ୍ତ ପୁରୁଷ ଶ୍ରୀକୃଷ୍ଣଙ୍କୁ ପୁରୁଷୋତ୍ତମ ରୂପରେ ଜୀବମାନଙ୍କର ପରମ ପିତା ରୂପରେ ବୁଝିପାରନ୍ତି ନାହିଁ। ତେଣୁ ଅର୍ଜୁନ ଏଠାରେ ତାଙ୍କୁ କଣ କହିଲେ? ପୁରୁଷୋତ୍ତମ କହିଲେ। ତଥାପି ଜଣେ ବୁଝି ନପାରେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ସମସ୍ତ ଜୀବଙ୍କର ପରମ ପିତା। ତେଣୁ ଅର୍ଜୁନ ତାଙ୍କୁ ଭୂତ ଭାବନ ବୋଲି କହିଲେ। ଭୂତ ଭାବନ ଅର୍ଥ କଣ? ଭୂତ ମାନେ ହଉଛି ଜୀବ। ସବୁ ଜୀବ ମାନଙ୍କର ପିତାଙ୍କୁ ଭୂତ ଭାବନ ସମ୍ବୋଧନ କରିଛନ୍ତି। ଅର୍ଜୁନଙ୍କର এই ପ୍ରତ୍ୟେକ ଶବ୍ଦଟା ଏଥିରୁ ଆମେ ଜାଣିବାକୁ ପାଇବା ଯେ ଭଗବାନ କଣ, ଭଗବାନ କେତେ ବଡ, ଆଉ ତାଙ୍କର ମାନେ କଣ ସବୁ ମାନେ ଗୁଣ ଅଛି ଯୋଉଥିପାଇଁ ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ପରମ ଭଗବାନ। ଏଇ ଶ୍ଲୋକରୁ ଆପଣ ଜାଣିପାରିବେ। ଯଦି ଜଣେ ତାଙ୍କୁ ସମସ୍ତଙ୍କ ଜୀବର ପିତା ରୂପେ ଜାଣିପାରନ୍ତି, ତଥାପି ସେ ତାଙ୍କୁ ପରମ ଅଧ୍ୟକ୍ଷ ବା ନିୟନ୍ତ୍ରଣକାରୀ ରୂପେ ହୁଏତ ବୁଝି ନପାରେ। ସେଥିପାଇଁ ଭୂତେଶ, ଭୂତ ମାନେ ଜୀବ, ଈଶ ମାନେ ତାଙ୍କର ନିୟନ୍ତ୍ରଣକାରୀ, ସେଇଟା ସମ୍ବୋଧନ କଲେ। ତାପରେ ଦେବତା ମାନଙ୍କର ସେ ହଉଛନ୍ତି ସବୁ ଦେବତା ମାନଙ୍କର ଦେବ, ସେଥିପାଇଁ ଦେବ ଦେବ କହିଲେ। ଜଗତପତି ବୋଲିକିରି କହିଲେ କି ଯଦିଓ ତାଙ୍କୁ ଦେବ ଦେବ ସର୍ବଦେବତା ପୂଜ୍ୟ ପରମେଶ୍ୱର ବୋଲି ଜାଣିପାରେ, ତଥାପି ସେ ପ୍ରତ୍ୟେକ ପରମ ସତ୍ୱାଧିକାରୀ ଅଟନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣଙ୍କୁ ହୁଏତ ବୁଝି ନପାରେ। ସେଥିପାଇଁ ତାଙ୍କୁ ଜଗତପତି ନାମରେ ସମ୍ବୋଧନ କରାଗଲା। ତ ଏଇ ସବୁ ସମ୍ବୋଧନ କରିକିରି ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ମାନେ ସାର୍ବଭୌମତା ପରମ ପୁରୁଷ ଭଗବାନ ବୋଲିକିରି ଏଇଠି ସ୍ୱୀକାର କଲେ 12 ଆଉ 13 ନମ୍ବର ଶ୍ଲୋକରେ। ଏବେ 14 ନମ୍ବର ଶ୍ଲୋକ ପାଠ କର। हरे कृष्ण। ଆଜ୍ଞା। सर्वमस्य द्रुतं मन्ये जन्मावदस्ति केशव, न हि ते भगवान् व्यक्तिं विदुर्देवा न दानवाः। अनुवाद। हे कृष्ण, ଆପଣ ଯେଉଁ ସତ୍ୟ ପ୍ରକାଶ କଲେ ତାହାକୁ ସମ୍ପୂର୍ଣ୍ଣ ରୂପେ ମୁଁ ଗ୍ରହଣ କରି ନେଉଛି। ହେ ପ୍ରଭୁ, ଦେବତା ମାନେ କିମ୍ବା ଦାନବ ମାନେ କେହି ଆପଣଙ୍କ ବ୍ୟକ୍ତିତ୍ୱକୁ ଜାଣନ୍ତି ନାହିଁ। ହରେ କୃଷ୍ଣ। ଏଇଠି ଶ୍ରୀକୃଷ୍ଣଙ୍କୁ ଯାହା ସବୁ ଏ ପର୍ଯ୍ୟନ୍ତ କହିଲେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଏବେ ଅର୍ଜୁନ ସେଟାକୁ ସ୍ୱୀକାର କରୁଛନ୍ତି। ସେ କହୁଛନ୍ତି ହେ ଭଗବାନ, ଆପଣ ଯାହା ସବୁ କହିଲେ
ମୁଁ ସେଇଟାକୁ ସତ୍ୟ ରୂପେ ସମ୍ପୂର୍ଣ୍ଣ ସତ୍ୟ ବୋଲି ମୁଁ ଗ୍ରହଣ କରୁଛି। ଏଥିରେ ମୋର ଆଉ କୌଣସି ସନ୍ଦେହ ନାହିଁ। କାହିଁକି ଆପଣଙ୍କ ବ୍ୟକ୍ତିତ୍ୱ ତ ଆପଣ ହିଁ ଜାଣନ୍ତି ନା। ଦେବ ଦାନବ କେହି, ଦେବତା ମାନେ କିମ୍ବା ଦାନବ ମାନେ ଆପଣଙ୍କ ବ୍ୟକ୍ତିତ୍ୱ କେହି ଜାଣନ୍ତି ନାହିଁ। ଆପଣ ଯଦି କୃପା କରି କାହାକୁ ଜଣେଇବା ପାଇଁ ଚାହିଁବେ ତାହେଲେ ସେ ଜାଣିପାରିବ। ୟତ୍ ମାମ୍ ବଦାସି, ମାନେ ଆପଣ ଯାହା କିଛି ମତେ କହିଲେ, ଏତତ୍ ସର୍ବମ୍ ଋତମ୍ ମନ୍ୟେ, ମାନେ ତାର ଅର୍ଥ ଏସବୁକୁ ମୁଁ ସତ୍ୟ ମାନୁଛି। ଆଚ୍ଛା, ଏଇଠି ଗୋଟେ କଥା ଦେଖନ୍ତୁ, ଏଇଠି ଭଗବାନ କୁ କେଶବ ବୋଲିକିରି କୁହାଯାଇଛି। କେଶବ ବୋଲି କାହିଁ କୁହାଗଲା? ଏ କେଶବର ଅର୍ଥ ହେଲା, କ ଶବ୍ଦର ଏଇଟା ହଉଛି ବ୍ରହ୍ମାଙ୍କର ସୂଚକ, ଆଉ ଈଶ ହଉଛି ଶଙ୍କରଙ୍କର ସୂଚକ, ଆଉ ବିଷ୍ଣୁଙ୍କର, ଆଉ ବ ଅର୍ଥ ତାଙ୍କର ବପୁ ବା ସ୍ୱରୂପ। କେଶବର ଅର୍ଥ ହେଲା ସୃଷ୍ଟି ପାଳନ ଓ ଧ୍ୱଂସର ଭଗବାନ। ଯିଏ ସୃଷ୍ଟି ପାଳନ ଓ ଧ୍ୱଂସକର୍ତ୍ତା ଯିଏ ଭଗବାନ, ତାଙ୍କୁ କେଶବ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ଯିଏ ପରମ ଭଗବାନ ଅଟନ୍ତି, ଏହା ପ୍ରତି ସନ୍ଦେହ ଉପୁଜିଲେ ଆମେ ଆମର ଲକ୍ଷ୍ୟକୁ ପାଇପାରିବା ନାହିଁ। ତେଣୁ ଅର୍ଜୁନ କହୁଛନ୍ତି ଯେ ମୁଁ ଏବେ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରୁଛି ଆପଣ ଯାହା କହିଲେ। କାହିଁକି ବହୁତ ଲୋକଙ୍କର ମାନେ ଗୋଟେ ସଂଶୟ ରହିଯାଉଛି ନା, ସଂଶୟାତ୍ମା ବିନଶ୍ୟତି। କେତେ ଲୋକ ମାଗିଲେ ହଁ ସେ ବି ଗୋଟେ ବଡ ଦେବତା, ହଁ ଭଗବାନ ଶ୍ରୀକୃଷ୍ଣ, କିଏ କହିଲା ମହାପୁରୁଷ, କିଏ କଣ କହିଲା, କିନ୍ତୁ ଭଗବାନକୁ ଆମେ ପୂର୍ବ ଶ୍ଲୋକରେ କଣ ପଢିଲେ? ସମଗ୍ରମ୍, ମାନେ କଣ? ଭଗବାନକୁ ସମଗ୍ର ମାନେ ପୁରା ହିସାବରେ ଆମେ ବୁଝିବା ତତ୍ପର ସହିତ। ତ ଏଇଥିରୁ ଅର୍ଜୁନ କହିଦେଇଗଲେ କି ମୁଁ ପୁରା ହିସାବରେ ଆପଣ ଯାହା କହିଲେ ମୁଁ ସେଇଟା ମାନିଲି, ସତ୍ୟ ବୋଲି ମାନିଲି। ତେ ବ୍ୟକ୍ତିମ୍ ମାନେ ଆପଣଙ୍କ ସ୍ୱରୂପକୁ, ଯୋଉଟା କି ଦେବାନ ବିଦୁ ନ ହିଁ ଦାନବା, ମାନେ ଦେବତା ଓ ଦାନବ କେହି ଜାଣି ନାହାନ୍ତି, କିନ୍ତୁ ଆପଣ ମତେ ଦୟାକରି ପ୍ରକାଶ କରିଥିବାରୁ ମୁଁ ଏଟାକୁ ସତ୍ୟ ବୋଲି ମାନିଲି। ଏ କଥା କହିଲେ। ଶ୍ଲୋକ ନମ୍ବର 14। ଶ୍ଲୋକ ନମ୍ବର 15 କୁ ଯିବା, ପାଠ କରନ୍ତୁ। हरे कृष्ण प्रभु। स्वयमेवात्मनात्मनं वेत्थ त्वं पुरुषोत्तम, भूतभावन भूतेश देवदेव जगत्पते। ଶବ୍ଦ ଅନୁବାଦ। ବାସ୍ତବିକ ଆପଣଙ୍କ ଶକ୍ତି ସାହାଯ୍ୟରେ କେବଳ ଆପଣ ହିଁ ଆପଣଙ୍କୁ ଜାଣନ୍ତି। ହେ ସମସ୍ତଙ୍କର ମୂଳ କାରଣ ପ୍ରଭୁ, ସମସ୍ତ ପ୍ରାଣୀଙ୍କର ପ୍ରଭୁ, ସମସ୍ତ ଦେବତାଙ୍କର ପ୍ରଭୁ, ହେ ପୁରୁଷୋତ୍ତମ, ହେ ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ, ଆପଣ ହିଁ ଆପଣଙ୍କୁ ଜାଣନ୍ତି। ତ ଏଇଟା କୁହାହେଲା ଯେ ଆମେ ଯୋଉଟା ଡିସ୍କସ୍ କଲେ ନା ପୂର୍ବ ଶ୍ଲୋକରେ ବି ସେଇ କଥା ଆମେ କହିଲେ କି ଭଗବାନ ଯେତେବେଳେ ଯଦି ଦୟା କରିକି କାହାକୁ ଜଣେଇବା ପାଇଁ ଚାହିଁବେ, ସେତେବେଳେ ହିଁ ଜଣେ ଭଗବାନଙ୍କୁ ଜାଣିପାରିବ। ହେ ପୁରୁଷୋତ୍ତମ ଭୂତ ଭାବନ ଭୂତେଶ ଦେବଦେବ ଜଗତପତେ। ଦେବଦେବ ଜଗତପତି କଥା ମୁଁ ପୂର୍ବ ଶ୍ଲୋକରେ ବି ଆପଣଙ୍କୁ କହିଲି। ତ ଆପଣ ସ୍ୱୟଂ ହିଁ ନିଜକୁ ନିଜ ଦ୍ୱାରା ଜାଣିପାରନ୍ତି। ଆଚ୍ଛା, ଭଗବାନଙ୍କୁ କଣ ଗୋଟେ କୌଣସି ଜ୍ଞାନର କଣ ଆବଶ୍ୟକତା ପଡୁଛି ନିଜକୁ ଜାଣିବା ପାଇଁ? ଭଗବାନ ତାଙ୍କର ଅନ୍ତରଙ୍ଗା ଶକ୍ତି ସାହାଯ୍ୟରେ ସେ ସବୁ କିଛି ଜାଣିଛନ୍ତି। ସେ ଭଗବାନ ନିଜ ବିଷୟରେ ଜାଣିବା ପାଇଁ ତାଙ୍କୁ କିଛି ସାହାଯ୍ୟ ନେବାକୁ ପଡେନି। ଯେମିତି ଗୋଟେ ଅଲଗା କାହାକୁ ସାହାଯ୍ୟ ନେବାକୁ ପଡୁଛି, ଭଗବାନ ତ ହଉଛନ୍ତି ପରମ ଶକ୍ତିଶାଳୀ ଭଗବାନ, ପରମେଶ୍ୱର ଭଗବାନ। ନିଜକୁ ଜାଣିବା ପାଇଁ ସେ ତାଙ୍କୁ ସାହାଯ୍ୟ ସର୍ବଜ୍ଞ ନେବାକୁ ପଡେନି। ଅଟନ୍ତି। ଆଜ୍ଞା, ସର୍ବଜ୍ଞ ଅଟନ୍ତି, ସର୍ବଜ୍ଞ ଅଟନ୍ତି। ସର୍ବଜ୍ଞ, ସେ ସର୍ବଜ୍ଞ। ଯେମିତି ଗୋଟେ ଆପଣ ଏକ୍ସାମ୍ପଲ ନିଅନ୍ତୁ କି ଆଖି ନିଜକୁ କେତେବେଳେ ଦେଖିପାରେ ନାହିଁ। ଆଖିରେ ସବୁ ଜିନିଷ ଆମେ ଦେଖୁଛୁ, କିନ୍ତୁ ଆଖି ନିଜକୁ କେତେବେଳେ ଦେଖିପାରୁଛି କି? କିନ୍ତୁ ଦର୍ପଣର ସାହାଯ୍ୟରେ ଆମେ ଆଖିକୁ ଦେଖିପାରୁ। କିନ୍ତୁ ଭଗବାନ ନିଜର ଅନ୍ତରଙ୍ଗା ଶକ୍ତି ସାହାଯ୍ୟରେ ସେ ମାନେ ସବୁ କିଛି ଜାଣିପାରନ୍ତି, ନିଜକୁ ବି ଜାଣିପାରନ୍ତି ଅନ୍ତରଙ୍ଗା ଶକ୍ତି ସାହାଯ୍ୟରେ। ସେ କାହାର ସାହାଯ୍ୟ ନେବେନି। ଏବେ ରହିଲା ପୁରୁଷୋତ୍ତମ କିଏ? ପୁରୁଷୋତ୍ତମ ସେ ଯାହା ପାଖରେ ଅସାଧାରଣ ମାତ୍ରାରେ ଗୁଣ, ସୌନ୍ଦର୍ଯ୍ୟ, କୀର୍ତ୍ତି, ପ୍ରଭାବ, ଐଶ୍ୱର୍ଯ୍ୟ, ଏଇ ଯୋଉ ଷଡ଼ ଐଶ୍ୱର୍ଯ୍ୟ କଥା ଯୋଉ ଆମେ କାଲି ଡିସ୍କସ୍ କରିଥିଲେ ପୂର୍ବ କ୍ଲାସରେ, ସେଇଟା ପୂର୍ଣ୍ଣ ମାତ୍ରାରେ ଜ୍ଞାନ, ପୂର୍ଣ୍ଣ ମାତ୍ରାରେ ବୈରାଗ୍ୟ, ଧନ, ଐଶ୍ୱର୍ଯ୍ୟ, ଏଇ ସବୁ ପରାକ୍ରମ, ଜ୍ଞାନ, କ୍ଷମତା, ଧନ, ସମ୍ପଦ, ତ୍ୟାଗ, ବୈରାଗ। ଆଜ୍ଞା, ତ ସେ ହଉଛନ୍ତି ପୁରୁଷୋତ୍ତମ।
समस्त प्राणी मानकर जे परम पिता से भूत भावन, परम अध्यक्ष से होचंती भूतेश, आज जे सबु देवंकर पूज्य से देवदेव, आज जे सबु विश्वर पालक से जगतपते। एटा कहगला श्लोक नंबर 15। एटा ना पूर्व श्लोक रे मु एक्चुअली एटा 14 रो एक्सप्लेनेशन दउ तो मु सेटा भी 15 रो भी आपन को किछि कहितिली। कहीं एइथिरे ना बहुत बेसी एइथिरे नाही एक्सप्लेनेशन है। आपण 14 15 ए सब देखिबे, एइथिरे भगवान कर विषय रे माने एटा अर्जुन स्वीकार करिवे एना कि भगवान आपण होचंदी परम पुरुष भगवान कहि कि। एथिरे आपण कोन कार किछि डाउट रहिला तो आपण पचरि पार। नहले श्लोक नंबर 16 पाठ करंतु। हरे कृष्ण। आज्ञा। भक्तिम् अर्हति अशेषेण दिव्यात्मा विभूतयः, जाबि विभूतिभिः लोकं निमस्तुं वप्यतिष्ठसि। अनुवाद। दयाकरी आपणकर दिव्य शक्ति संबंधରେ मते विशेष रूपरे कुहंतु, जे शक्ति साहाय्ୟରେ ଆପଣ ଏସବୁ ଜଗତ ମାନଙ୍କର ବ୍ୟାପିକ ରହିଛନ୍ତି ଏବଂ ସେଥିରେ ଅବସ୍ଥାନ କରିଛନ୍ତି, ଏସବୁ କଥା ମତେ ଦୟାକରି କୁହନ୍ତୁ। अर्जुन एथिरे कोन कहउचंदी जे आपण मानकर दिव्य, आपणकर भगवान आपणकर जो दिव्य शक्ति अछि से संबंध रे मते विशेष रूप रे कहंतु, ए जो शक्ति साहाय्य रे आपण ए सबु जगत रे व्यापिकी रहिचंती। एटा पुणी कोन आसीबो, एटा पुणी विभूति सब आसीबो। भगवान तर विभूति एबे आगो को जो श्लोक मान करे भगवान तांकर विभूति कथा कहबे, पूर्व अध्याय मान करे कहिचंती, एथिरे पुणी आउ बेसी कहबे। जा भी विभूति भी तंग इमान लोकान व्याप्य तिष्ठति, माने जो विभूति बा शक्ति मानकर साहाय्य रे आपण ए जगत रे व्याप्त। अर्जुन एटा कहउचंदी ये को विभूति साहाय्य रे आपण माने ए जगत रे व्यापी चंदी, हे प्रभु दया करी मते जणांतु। दिव्य आत्म विभूतय, अनेक दिव्य विभूति, अशेषण वक्तुम अहर्षि, मते संपूर्ण रूपे कहउचंदी कहंतु। माने अर्जुन एथिरे तांकर माने इच्छा प्रकाश करचंदी कि भगवान मते संपूर्ण रूपे भलो भाव रे कहंतु, काहे कि एटा कहिबा आपण ही समर्थ अटंती, आउ के समर्थ नहुंती। भगवान कर विभूति विषय रे किए कहि परिबो कि ज्ञान किए देई परिबो, एटा स्वयं भगवान श्री कृष्ण ही देई परिबे। अलगा कोनोसी ऋषि मुनि कोनोसी देवता जेते ज्ञानी लोक हेले भी ए ज्ञान तो काहा पाखरे नाही। तेमे अर्जुन कहउचंदी आपण मते कहउचंदी कह माने एटा कहंतु। अर्जुन ए संपर्क रे पाइतबा भगवत संबंध ज्ञान रे संतुष्ट थिले, किंतु सामान्य लोकंकर हित पई से अर्जुन पुणी कोन कहउचंदी जे ए विभूति मानक पैसरे आउ कहंतु। अर्जुन तो गोटे परम भगवान कर माने से पार्षद, से आम मानक पई कहउचंदी। आ विशेष करी साधारण लोक आ निर्विशेषवादी मानक पई कहउचंदी जे ये केमिति भगवान श्री कृष्ण तांकर सर्वव्यापक रूप रे केमिति को विभूति द्वारा अधिष्ठित होइचंदी सेरा कहंतु। श्लोक नंबर 17 रे पुणी एबे कहिबे। श्लोक नंबर 17। कथं विद्यामहं योगी हस्तं सदा परिचिन्तयन्, केषु केषु च भावेषु चिन्तोऽसि भगवन्मया। अनुवाद। मु किपरि आपणकु ध्यान करिबि हे भगवान, कि प्रकार रूप रे मु आपणकु चिंता करिबि। हरे कृष्ण। कौन गला केसु केसु च भावेषु, माने शब्द एटा भौतिक प्रकृति को सूचाए। भाव शब्द अर्थ भौतिक पदार्थ, माने विभूति माने कौन भौतिक पदार्थ रे पदार्थ रूप रे भगवान विभूति रूप रे अछंती कि नहीं। तो केसु केसु माने को भाव रे आपण विद्यमान अछंती एटा कहउचंदी। हे जोगीन सदा परिचिंतयन, सदा आपणकर कथा चिंता करी, कथं अहं त्वां विद्याम, किपरि मु आपण को जानि परिबी। अच्छा एटा काहेकि विभूति जानिया कथा कि जेतेबेले हमको पूर्व श्लोक रे कहा गला कि सततं नित्य युक्ता कथा कहा गला,
ସତତଂ କେମିତି ହେଇପାରିବ, ତୈଳ ଧାରାବତ କେମିତି ହେଇପାରିବ କି ଆପଣ ଯୋଉ ବି ବିଭୂତି ଆପଣଙ୍କ ସାମ୍ନାରୁ ଆପଣ ଦେଖିବେ ସେଥିରେ ଆପଣ ଭଗବାନଙ୍କ ସ୍ମରଣ ଆସୁଥିବା କଥା। हे भगवान केसु केसु च भावेषु केउ केउ रूपरे आपण अछंती मया चिंतय सी मु आपण केमिति चिंता करि परिबी एडा अर्जुन पचारुचंती। एठारे अर्जुन भगवान को जोगी नाम कहउचंती, अर्थात हे माया शक्तिर स्वामी आपण जोग माया द्वारा आवृत अटंती, समस्ते आपण को जानी पारंती नाही, तेणु नास्तिक साधारण लोक मान उपरे दया परवश होई किपरि भगवान सर्वव्यापकता को बुझी पारि हबो सेथिपई एटा अर्जुन भगवान को पुणी थरे अनुरोध करचंती, भगवान आपण टिए कहंतु। जेमिति एटा एग्जांपल कोन नै परिबे, जेमिति भगवान कोन कहले पर्वत मान करे मु हिमालय, आपण रास्ता रे जाउचंती हिमालय पर्वत आपण देखिले सांगे सांग आपण स्मरण आसीला, अरे हिमालय तो होचंती भगवान श्री कृष्ण विभूति रूप रे अछंती, बुझी पाले। जो जो चिंतन द्वारा मु आपन को तत्पर सह जानी पारिबी सेही सब चिंतन मु केउ केउठी करिबी, केउ वस्तु व्यक्ति देश काल परिस्थिति एई सब अवस्था रे मु आपन केमिति चिंतन करिबी, ए कथा एटा अर्जुन कहउचंती। युवां मां पुत्र भावेन ब्रह्म भावेन धात कृत चिंतयतु कृत्न स्नेह यास्ते मद्गति पराम, एटा श्रीमद् भागवतम रो गोटे श्लोक जोटा आपनकर अछि दशम स्कंधर 3 नंबर अध्याय रे 45 नंबर श्लोक रे। एटा देवकी को और वसुदेव को भगवान श्रीकृष्ण कौन कहउचंती कि आपण मते पुत्र भाव रे आ परम ब्रह्म भाव रे मते मानंतु, माने पुत्र भाव रे भी मानंतु आउ मते परम ब्रह्म हिसाब रे भी मानंतु, ए कथा भगवान श्रीकृष्ण कहइचंती देवकी को और वसुदेव को। आपण स्नेह पूर्वक मोर चिंतन करंतु, ଏହା कले आपण परम गति को प्राप्त हेबे बोली कहले। अच्छा किंतु माँ जशोदा को एक कथा कहले कि माँ जशोदा को तो से जोगमाया द्वारा भूले दउतिले कि माँ जशोदा को जेते बेले माने तांकर विश्व रूप देखेले तो माँ की चिंता कले अरे ये भगवान की, तो सांगे सांगे तांकर भगवत्ता को भूले दउतिले। के भूले दउतिले? जोगमाया। जोगमाया शक्ति द्वारा केतेबेले भी जशोदा को मने पड़ुनथला ये भगवान, ये सांगे सांगे से जे कहउतिले अरे ये छोट पिलाटा मोर छुआटा ये मोर पिला। किंतु देखंतु एई जगह रे एई श्लोक रे मु एटा उदाहरण कोन पाई देली ने भगवान निजे कहउचंती कि मते आपण को हिसाब रे चिंता करिवे, सेमिति एटा अर्जुन पचरुचंती कि हे भगवान आपण जेमती एटा कहिले सेमती मते कहंतु को मु आपण को हिसाब रे चिंता करिवे। हे भगवान ताकर भक्त मान को आदेश दियंती ना से को हिसाब रे चिंता करि परिवे। श्लोक नंबर 18 को जीवा। हरे कृष्ण। श्लोक नंबर 18 विस्तरेणात्मनो योगं विभूतिं च जनार्दन भूयः कथय तृप्तिं तृष्णतो नास्ति मे अमृतम। हे जनार्दन कृष्ण दयाकरी पुणी थरे मते आपणकर अत्यंत शक्तिशाली ऐश्वर्य और गौरव संबंधरे सविशेष भाव कहतु, कारण आपणकर अमृतमय कथा जेते शुणिले भी पूर्ण संतोष आसुनाही, अधिक शुणिबाकू इच्छा हेउछि। हरे कृष्ण। भक्त केतेबेले भी तृप्त हब नाही भगवान कथा सुनिकी। हे जनार्दन आत्मनम योगं विभूतिं च, आपनकर योग एवं विभूति विस्तरेण भूयं कथय, पुनः विस्तार पूर्वक कहंतु। अमृतम सुनत्वं मे तृप्तिं हिं नास्ति, ए अमृत पान जो मु कर्ण माध्यम रे करूची मते तृप्ति मिलु नाही, एटा अर्जुन कहउचंती। भगवान कथा सुनिकी जाहाकू बोर लागिला से कौन से भक्त से विरक्त होगी माने जोटी भगवान कथा कहउची से सांगे सांगे उठी पळेला, एमती बहुत लोक अछंती। आपण सब टॉपिक रे कथा होतबे से आपण संगे घंटे कथा हिजिवो, जेमिति आपण भगवान कथा गोटे कोन पकेइचंती हौ ठीक अछि मु टिके आउची हला मोर काम अछि पुनी देखा हो एमती कहबो, एमती आपण देखिबे कर्मी लोक मानकर एटा आउ जे भक्त कोन ताकू जदि पर निंदा पर चर्चा कथा ता सामने रे आपण कहिचंती से बुलेई बुलेई कि से भगवान कथा श्रद्धा कहबो। नଥାଏ भगवान କଥା ଶୁଣିକି रुचि। ଆଜ୍ଞା
कौन कहले माता शुभा गलानी? ନାଇଁ ପ୍ରଭୁଜୀ, ମୁଁ କହିଲି ସେଇମାନଙ୍କର ହିଁ ଭଗବାନ ପ୍ରତି ରୁଚି ନଥାଏ, ଆସକ୍ତି ନଥାଏ। ଭଗବାନଙ୍କ କୋଉଠି ମାନେ ଭଗବାନଙ୍କ ବିଷୟରେ ଯୋଉମାନେ ସେମାନେ ଆସୁରିକ ପ୍ରକୃତିର ନା। हाँ सेटा सत कथा। ହରେ बेसी କୃଷ୍ଣ जदि ପ୍ରଭୁଜୀ। बेसी जदि भगवान कथा जदि आपण जे शुणिया इच्छुक नथिबो घोर कर्मी लोक होइतबो ता संगे ता आगे बेसी कहबेले से पूरा एकदम आपन को माने रागी की किछि कहि पकेबे ए सब को सब बेले कोन ए सब चलै छु कहबो बुझिले। किंतु एटा अर्जुन ଆଜ୍ଞା होचंदी भक्त, से भगवान कथा शुणिया चाहूचंदी। एठी गोटे देखंतु शिल प्रभुपाद का तात्पर्य गोटे श्लोक श्रीमद् भागवतम 1:19 वयं तु न वितृप्याम उत्तम श्लोक विक्रमे जशुणुत्वांग रसज्ञानं स्वादु स्वादु पदे पदे। श्रीकृष्ण दिव्य लीला जहाँकि वेद मंत्र अति सुंदर भाव में गान कराई बारंबार शुणुले भी कदापि संतोष आसे नहीं। जो मैंने श्रीकृष्ण सहित दिव्य संबंध में संबंधित से दिव्य लीला विवरण शुणी पदे पदे आनंद अनुभव करती। तो अर्जुन एठारे श्रीकृष्ण सम्बन्ध शुणिया अत्यंत श्रद्धा प्रकाश करिसेंती। तो आमे भी तांकर पदांक को आमे अनुसरण करिया कथा। आमे भी जो जगह भगवान कथा होउची से जगह आमे बहुत बेसी आमर आमे सेथिरे मनोनिवेश करिया कथा, आमर बेसी इंटरेस्ट देखिया कथा। मु आपनकर विभूति मानक जोग शक्ति को देखिबा पई चाहूची। एटा अर्जुन माने कहउचंती माने जोग शक्ति रा कोन माने गोटे उदाहरण हैला गोटे फैन चालुची। फैन टा जदि गोटे विभूति हैला से फैन को चलेया पे जो करेंट टा दरकार सेटा होउची जोग शक्ति। माने भगवान कहले सूर्य चंद्र रो प्रभा अस्मि। आपण लाइट टा देखिदेले सूर्य सूर्य किरण देखिदेले किंतु सूर्य किरण रो जो उष्णता रा सेटा भगवान से भितरे अछंती। एटा को हमहु बुझी पारिया पड़िबो। पूर्व अध्याय रे भगवान ताकर विभूति किछि किछि वर्णना कराइछि। पूर्व अध्याय रे आमे समस्ते आमे काउंट भी करथिले केतेटा विभूति थिला, कोउथिरे 27 टा कहिसेंती, कोउथिरे 12-13 टा कहिसेंती, एमती आमे टोटल काउंट करथिले। किंतु एबे अर्जुन विस्तार पूर्वक पुणी एडा सुनिया पई चाहउचंती। एठी जनार्दन कहा जाइछि। श्लोक नंबर 18 रे जनार्दन शब्द अछि ना कि नाही? हाँ, विस्तरेणात्मनो जोगं विभूति च जनार्दन। जनार्दन अर्थ लोक्य लोक कल्याणकारी। माने देखंतु शब्द को भगवान को नाम कोन पई निया जाइछि सेटा बुझिया पई चेष्टा करंतु। से केशव बोली कहा गला। केशव बोली कहीं कहा गला जेतेबेले देवता माने भी जोटा बुझी पारुनांती देवता मानकर स्वामी तो केशव। क शब्दर अर्थ ब्रह्मा, ईश होउचंती शंकर, ब रे विष्णु, एमती हेगिरी माने केशव कहा गला। कहीं से टाइम रे सेटा एटा एई टाइम रे एठी कोन कहला जनार्दन माने लोक मानकर कल्याणकारी भगवान को जनार्दन कहा जाए। तो से एटा कहले एई जो विभूति कथा मु पचारुची हे भगवान एटा लोकंकर कल्याण पई मु पचारुची, सेति पई से कोन कहले जनार्दन बोलिकरी उच्चारण कले। काहे कृष्ण संबंधी कथा अमृत तुल्य अटे। आ सांसारिक कहानी भली एटा नु जेउथरे कि मन भरी जीवो। श्रीकृष्ण विषय कथा अमृत, श्रोता मानकर मन केबे भी भरिबो नाही। वयंतु वितृप्याम उत्तम श्लोक विक्रमे। एटा हमें पढ़िले। तापर श्लोक नंबर एबे आमे कोटा जिबा 19 को जिबा। हरे कृष्ण प्रभु आज्ञा देवल आउ ଅସିତ ମାନେ କିଏ? हरे असित कृष्ण देवल व्यास ବାର ହରେ କୃଷ୍ଣ ପ୍ରଭୁଜୀ, ଏମାନେ 12 ମହାଜନ ଭିତରେ ଆସିବେ ନା? ना 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 ଯୋଉ ना। ମହାଜନ, ଆଜ୍ଞା। और असित देवल 12 महाजन भितरे आसुनांती। एई ऋषि माने असित देवल ऋषि माने माने होचंती बड़ बड़ ऋषि जो माने भगवान श्रीकृष्ण को जो माने जानी चंती परम पुरुष भगवान का हिसाब रे ए माने व्यास कथा कहा गला। ए माने व्यास जेपरी माने महान भगवान का अवतार से बहुत बड़ ऋषि असित देवल एमान को भी सम्मान सहित ताकर ना निया जाए। तो सेई समय रे आजिठू 5000 वर्ष पूर्वे अर्जुन प्रथम थर पई तो भगवान कथा शुणु नथिले। से भी गोटे बहुत बड़ माने राजकुमार से केते सत्संग करिसंती
ତ ଅସିତ ଦେବଳ ଭଳିଆ ବଡ ବଡ ଋଷି ମାନେ ଏଇଟା କହିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ପରମେଶ୍ୱର ଭଗବାନ। ତ ଏଇ ବଡ ବଡ ଋଷି ମାନଙ୍କର ନାଁ ନେଇକିରି ଏଇଟା ପ୍ରମାଣ ଦେଇଛନ୍ତି। ଆଉ ସେମାନେ ସେ ଋଷି ମାନେ ନିଜ ଇଚ୍ଛାରୁ କହିବେନି, ଯୋଉଟା ବେଦରେ ଲେଖା ହେଇଛି ସେଇଟାକୁ କହିବେ। ତ ସେଇଟା ଅର୍ଜୁନ ଆଙ୍କର ନାଁ ଏଥିପାଇଁ ଧରିଲେ ଯେ କି ଭଗବାନ ତାଙ୍କର ସଖା, ସେଥିପାଇଁ ସେ କହୁନାହାନ୍ତି କି ଆପଣ ପରମ ପୁରୁଷ ଭଗବାନ, ମୁଁ ସତ୍ୟ ମାନିଲି, ଆପଣ ଯାହା କହୁଛନ୍ତି, ଆପଣଙ୍କଠୁ ବଡ ଆଉ କେହି ନାହିଁ। ଏଇଟା ତାଙ୍କର ସେ ମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଖାଲି କହୁନାହାନ୍ତି। ଏଇଟା ଏଇ ଋଷି ମାନଙ୍କ ଦ୍ଵାରା ଏଇଟା ଗୃହୀତ ହେଇଛି। ଯୋଉ ଜାଗାରେ ଅସିତ ଦେବଳ ବ୍ୟାସଦେବ ଆଉ ଜଣେ କି ଋଷିଙ୍କ ନାଁ ଧରିଥିଲେ, 4 ଜଣ ଥିଲେ ନା, ଅସିତ ଦେବଳ ବ୍ୟାସ ଆଉ ନାରଦ। ନାରଦ ନାରଦ। ନାରଦ 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 ହଉଛନ୍ତି ଦେବର୍ଷି। ତ ନାରଦ ଯୋଉ କଥା କହିବେ, ବ୍ୟାସ ଯୋଉ କଥା କହିବେ, ତ ସେଇ କଥାର ପ୍ରାମାଣିକତା ଅଛି କି ନାହିଁ? ସାଧାରଣ ଲୋକ କିଏ କହୁନାହାନ୍ତି। ବୁଝିପାରିଲେ ପ୍ରଭୁ? ଆଜ୍ଞା। ହରେ କୃଷ୍ଣ ପ୍ରଭୁ। ହୁଁ, ଶ୍ଲୋକ ନମ୍ବର 19। ପଢନ୍ତୁ ମତେ। ଅନ୍ତ କଥୟିଷ୍ୟାମି ବିଦ୍ୟାଧ୍ୟାତ୍ମ ବିଭୂତୟଃ ପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତନ୍ତ ବିସ୍ତରସ୍ୟ ମେ। ଅନୁବାଦ। ପରମ ପ୍ରିୟ ଭଗବାନ କହିଲେ, ହେ ଅର୍ଜୁନ, ମୁଁ ତୁମକୁ ମୋର ବିଭବଶାଳୀ ପ୍ରକାଶ କଥା କହିବି, କିନ୍ତୁ କେତେକ ଅତି ପ୍ରଧାନ ବିଭବ କଥା କହିବି, କାରଣ ମୋର ବିଭବ ଅନନ୍ତ ଅଟେ। ହରି ବୋଲ। ଧନ୍ୟବାଦ ମାନେ। ହନ୍ତତେ କଥୟିଷ୍ୟାମି, ହେ କୁରୁଶ୍ରେଷ୍ଠ, ଅର୍ଜୁନକୁ କହୁଛନ୍ତି ଭଗବାନ, ଆତ୍ମବିଭୂତୟ ଦିବ୍ୟାହି ତେ ପ୍ରାଧାନ୍ୟତ କଥା କଥୟିଷ୍ୟାମି। ମାନେ ଭଗବାନଙ୍କର ବିଭୂତିର କଣ ଗୋଟେ ସୀମା ଅଛି କି? ଭଗବାନଙ୍କର ବିଭୂତି ହଉଛି ଅନେକ, ମାନେ ଯୋଉଟା ଅଗଣିତ, ଗଣି ହେବ ନାହିଁ। ଭଗବାନ କହୁଛନ୍ତି ସବୁ ବିଭୂତି ମୁଁ କହୁନାହିଁ, କାହିଁକି ମୋର ବିଭୂତି ଅଗଣିତ, ଅନନ୍ତ। ମୁଁ ତମକୁ ସେଥିରୁ କେତେଟା ପ୍ରଧାନ ବିଭୂତି କି ମୁଁ କହିବି। ହେ ଅର୍ଜୁନ, ଏଇଟା ଭଗବାନ କହୁଛନ୍ତି। ମୋର କାହିଁକି ମେ ବିସ୍ତରସ୍ୟ ଅନ୍ତଃ ନାସ୍ତି, ଭଗବାନ କହିଲେ ମୋର ବିଭବ ଅନନ୍ତ ଅଟେ। ଆମେ ଜଡ ଜଗତରେ ଯାହା କିଛି ବସ୍ତୁ, ବ୍ୟକ୍ତି, ଘଟଣା, ଏଇ ସବୁ ବିଶେଷତା ଦେଖିବାକୁ ପାଉଛେ, ତାହା ବସ୍ତୁ ତ ଭଗବାନଙ୍କର ଅଟେ। ତ ଭଗବାନ କହୁଛନ୍ତି ଏସବୁ ଏତେ ଅସଂଖ୍ୟ ଅନନ୍ତ ବିଭୂତିରୁ ମୁଁ କେତେଟା ବିଶେଷତ୍ୱ ଯୋଉଟା ବିଭୂତିରେ ଅଛି, ବିଶେଷ ବିଭୂତି ଗୁଡା, ସେଇଟା ମୁଁ ପ୍ରକାଶ କରିବି। ପ୍ରମୁଖ ବିଭୂତି କଥା କହିଲେ ଭଗବାନ। ଆଉ ଭଗବାନଙ୍କର ବିଭୂତି ବା ବିଲକ୍ଷଣ ଐଶ୍ୱର୍ଯ୍ୟ ଯୋଉଟା, ସେଇଟା ଭଗବାନ କହୁଛନ୍ତି ସେଟା ଅନନ୍ତ ଅଟେ, ଅଗଣିତ ଅଟେ, କେହି ବି ସେଟା ଗଣି ପାରିବେ ନାହିଁ। ଆପଣ ଜାଣିଛନ୍ତି, ମାନେ ଅନନ୍ତ ଶେଷ ଭଗବାନଙ୍କର ଅବତାର, ତାଙ୍କର ହଜାରେ ମୁଖରେ ଭଗବାନଙ୍କର ପ୍ରତିଦିନ ଭଗବାନଙ୍କର ନୂତନ ନାମ, ତାଙ୍କର ଲୀଳା ଗୁଣ ବର୍ଣ୍ଣନା କରୁଛନ୍ତି। କୋଉ କାଳରୁ? ଟାଇମ ଇମେମୋରିଆଲ, ମାନେ ଅନନ୍ତ କାଳରୁ। କିନ୍ତୁ ଏ ପର୍ଯ୍ୟନ୍ତ ସେଟା ସରି ନାହିଁ। ଭଗବାନଙ୍କର ନାମ, ରୂପ, ଗୁଣ କିଛି ସରି ନାହିଁ। ସେ ଅନନ୍ତ କାଳରୁ ଚଲେଇ ଆସିଛନ୍ତି, ଅନନ୍ତ କାଳ ପର୍ଯ୍ୟନ୍ତ ସେ ବର୍ଣ୍ଣନା କରିବେ ଭଗବାନଙ୍କର, କିନ୍ତୁ ସେଟା ସରିବ ନାହିଁ। ତ ଭଗବାନ କହିଲେ ବିଶେଷ ବିଭୂତି ମାନେ କହିବି, ଯୋଉଟା କି ଆଗ ଶ୍ଲୋକରେ କହିବି। ଶ୍ଲୋକ 20 କୁ ଯିବା। हरे कृष्ण। ଆଜ୍ଞା, ପଢନ୍ତୁ। अन्तते कथयिष्यामि दिव्य ह्यात्मा विभूतयः प्राधान्यतः कुरुश्रेष्ठ नास्यन्तो विस्तरस्य मे। अनुवाद। परम प्रिय ପିତାଜୀ भगवान 20 କହିଲେ, ଏବେ 20 ଶ୍ଲୋକ, ସେ କୋଡ଼ିଏ। 21 हाँ हाँ 20 हाँ हाँ, ପଢିବି। 20 ମାତାଜୀ। अहमात्मा गुडाकेश सर्वभूताशय स्थितः अहमादिश्च मध्य च भूतानामन्त एव च। ଅନୁବାଦ। ହେ ଗୁଡ଼ାକେଶ, ମୁଁ ସମସ୍ତ ଜୀବର ହୃଦୟରେ ଥିବା ଆତ୍ମା ଅଟେ। ମୁଁ ସମସ୍ତ ପ୍ରାଣୀର ଆଦି, ମୂଳ, ମଧ୍ୟ ଏବଂ ଅନ୍ତ ଅଟେ। ହରେ ଧନ୍ୟବାଦ କୃଷ୍ଣ। ମାଧବ। ହେ ଗୁଡାକେଶ, ଗୁଡାକେଶର ଅର୍ଥ କଣ?
गुड़ाक अर्थ निद्रा आउ ईश माने जे निद्रा को जय करछि से गुड़ाकेश। श्रील प्रभुपाद भावार्थ कौन लिखाई ए श्लोक अर्जुन को गुड़ाकेश बोली संबोधन कराई। यार अर्थ जे निद्रा रूपक अंधकार को जय करता है से गुड़ाकेश अटे। खाली निद्रा को जयर अर्थ कौन अछि जो माने अज्ञानता रूपक अंधकार शोइचंती सेमानक पक्षरे भगवान विचित्र प्रकाश को बुझिबा असंभव। भगवान किपरि भौतिक तथा चीज जगत रे निजको प्रकाश करिसेंती या बुझिबा बड़ कठिन। तो एथिरे श्रीकृष्ण अर्जुन को सेदिमे कोन कहउछंती गुड़ाकेश ता अर्थ तमे अंधकार रे नाह हे अर्जुन तमे ये अज्ञान रूपी अंधकार को तमे जिणी जाइछ जीति जाइछ सेति पई तुमको एटा मु कहूची अहं सर्वभूताशय स्थित मु समस्त जीवर हृदयस्थ परमात्मा अटे। भगवान केमिति परमात्मा हेले आमे एटा गोटे बहुत इंपोर्टेंट टॉपिक ते आमे कम से सप्तम अध्याय आरंभ कला परटू कम से कम 3 थर खंडे आमे डिस्कस कलेनी। भगवान विष्णुंकर 3टा रूप को रूप सेथिरु परमात्मा रूपटा कोटा सेडा आपण कहबे। प्रभु जी जो क्षीरदायक विष्णु हरे अछंती कृष्ण हरे कृष्ण प्रभु। माता ये आउ केते जण कहया पे आपण चांस दियंत जो माने नाहंती वीडियो रे से मान को भीतर जणे कहंतु। हरे कृष्ण प्रभु कहंतु माता क्षीरोदक साई विष्णु आज्ञा आउ से दीटा विष्णु किए क्षीरोदक साई विष्णु परमात्मा आपण एकदम ठीक कहिचंती। क्षीरोदक आउ साई आउ विष्णु दीटा विष्णु आज्ञा आउ दीटा करण विष्णु किए देखुଛନ୍ତି। क्षीरोदक साई विष्णु पूर्वरु आउ दीटा विष्णु किए गर्भोद हाँ गोसाई विष्णु कारणोद गोसाई विष्णु। क्षीरोदक साई विष्णु बहुत बहुत धन्यवाद माता। काई कहे बहुत भल लागे जेते बेले क्लास रो समस्ते से गोटे लाइन रे थांती बहुत भल लागे। आपण माने सब एटा सुनी कि आपण सब मने रखिचंती आगुरु किंबा एबे क्लास रे जोठी हेले भी से जिंसटा जानिबा बहुत जरूरी सेति में मु आपण पचारली। तो मु समस्त जीव हृदयस्थ परमात्मा अटे ईश्वर सर्वभूताना हृदय से तिष्ठति अर्जुन। एटा भगवान 18 नंबर अध्याय रे एटा 61 नंबर श्लोक रे एटा भगवान कहिबे आमे एबे पढिबा आगु सर्वस्य चाहं हृदय सन्निविष्टो 15 रे कहिचंती एटा। तो परमात्मा रूप रे क्षीरोदक साई विष्णु आम हृदय रे स्थित अटंती। आ मुंडक उपनिषद रे कोन कहै जाईची जे गोटे वृक्ष रे दीटा पक्षी अछंती से दीटा पक्षी गोटे होचंती जीव आ गोटे होचंती परमात्मा। जे से भितरु जीव जो पक्षीटा से कर्म करूची आ जे परमात्मा रूपक जो पक्षी से केवल जीव को चाहिचंती ता कर्म को देखुचंती से किछि भी कहू नांती तार कर्मर साक्षी साक्षी अटंती। एटा होची मुंडक साक्षी रूपे उपनिषद। चालित। आज्ञा माता जी आज्ञा एटा आज्ञा मुंडक जने उपनिषद रे दिया कोन कहले माता जी। हाँ आज्ञा जे आपण जोटा कहले सेगुटा प्रभु जी कहउतले आज्ञा जने साक्षी रूपे देखुछंती आउ जीव हम्म। माने जे खुची फलटा माने चाखुची। माता जी आपण आज्ञा कहंतु कि परमात्मा कोन परमात्मा रूप रे जो अछंती हृदय रे से कोन सब कर्म माने करंती। ସେ ଜୀବର କର୍ମ ସାକ୍ଷୀ ରୂପରେ ଦେଖନ୍ତି। मु जा चेतना सुनिछि माता रूप जी देखंतु गोटे तो हैला साक्षी से कर्मर फल प्रदाता भी से आउ जीव को जो आज्ञा कर्म करिया पई जो शक्ति बा बल दरकार सेटा भी तांको कृपारु मिले। तापरे आउ गोटे कथा फाइनल डेस्टिनी जेते बेले जीवर मृत्यु हुए तार कर्म अनुसार से आउ गोटे जोनी पाइयो कि नहीं। तो जेते बेले जमराज जेते बेले आखि बंद कर देबे माने जीवर सबु किछि जानि पकेबे जे से तार पुणी कोठी तार जन्म हबो को जोनी को जीव सेटा जमराज कहा आगे रे डिसाइड करिवे ना परमात्मा सेटा प्रकाश करिवे। काहेकि साक्षी तो 12टा साक्षी होचंदी किंतु हृदयस्थ परमात्मा टिकी निकी भाबरे जीवर प्रत्येक जिंस जानिचंती कारण से प्रत्येक समय रे जीव सहित रहउचंती। बुझि पारले।
ଆଜ୍ଞା ଏଇଠି କୁହାଗଲା ପ୍ରଭୁଜୀ। ଅହମେବ ଭୂତାନାମ୍ ଆଦି च ମଧ୍ୟମ च ଅନ୍ତ च, ମାନେ ସୃଷ୍ଟିର ଆରମ୍ଭରେ ବି ଭଗବାନ ଥିଲେ, ଯାହା ଶେଷ ରହିବ ସେଇଟା ବି ଭଗବାନ ଅଟନ୍ତି, ଆଉ ମଝିରେ ଯେତେବେଳେ ସୃଷ୍ଟି ଚଳ ପ୍ରଚଳ ହେବ ସେଥିରେ ବି ଭଗବାନ ସେଇଟାକୁ ପାଳନ କରୁଛନ୍ତି। ସେଥିପାଇଁ ଭଗବାନ କହିଲେ ଆଦିମ ଅନ୍ତ ମଧ୍ୟମ, ତିନିଟା କଥା କହିଲେ। ଶ୍ଲୋକ ନମ୍ବର 21। वो 12 जन साक्षी कहले। 12 ଜଣ ସାକ୍ଷୀ ହଉଛନ୍ତି ଶ୍ରବଣ ଶ୍ରବଣୀ, ଦିନ ରାତି, ସୂର୍ଯ୍ୟ ଚନ୍ଦ୍ର। ମୁଁ କହିଲି 6ଟା, ଆଉ ଯଦି କିଏ 6ଟା ଯଦି ମନେ ରଖିଛନ୍ତି କହିବେ। ପ୍ରଭୁଜୀ 6ଟା ଯୋଉ 10ଟା ଯୋଉ କୋଣ ଅଛି ଆମର 4ଟା ଦିଗ। 4ଟା ଦିଗ। ହୁଁ, ଏମିତି ହେଇକିରି 12ଟା ଅଛି। ଏଇ 12 ଜଣ ସାକ୍ଷୀ, ଏଇ ସାକ୍ଷୀ ମାନେ ସବୁବେଳେ ଜଗିକି ଅଛନ୍ତି। କୌଣସି ପାପ କର୍ମ ଆମେ ଲୁଚେଇକି କରିଦେବା ଏଇଟା ପସିବୁଲ ନୁହଁ। ଆଉ ସେ ଆରେ ଯମରାଜ, ଆଜ୍ଞା, ଶ୍ରବଣ ଶ୍ରବଣ କଣ କହିଲେ, କୋଉଟା ପ୍ରଥମଟା କହିଲେ କଣ? ସେମାନେ ସବୁ ଏମିତି ଶୁଣୁଥିବେ, ମାନେ ଆମ ସାଙ୍ଗରେ ସେମାନେ ଏବେ ବି ଅଛନ୍ତି। ଆମେ ଯାହା କରୁଛୁ ନା ମାତାଜୀ, ସେମାନେ ପ୍ରେଜେଣ୍ଟ ଅଛନ୍ତି, ସବୁ ଦେଖୁଛନ୍ତି। ସେମାନେ ଦେଖୁଛନ୍ତି ଯେ ଆମେ ଏବେ ଭଗବତ ଗୀତା ପାଠ କରୁଛେ, ସେ କଥା କହିବେ ଯାଇକି ଉପରେ। ଏମାନେ ଆଜ୍ଞା ଆଚ୍ଛା ଆଜି ତାରିଖ ଆଜି କେତେ କି? ଆଜି 18। 18 ତାରିଖ। ଏମାନେ 18 ତାରିଖରେ ସନ୍ଧ୍ୟା 6:30ରୁ ଏମାନେ ସମସ୍ତେ ଆସିଲେ, ଆଉ ଏମାନେ ଭଗବତ ଗୀତାର ଅମୁକ ଅମୁକ ଶ୍ଲୋକ ପାଠ କଲେ। ଏଇ କଥା ସେମାନେ ସବୁ ଏବେ ମାନେ ଏଇଟା ଆଚ୍ଛା ଯାଇ କହିବେ ସବୁ ମାନେ ଜିନିଷ ନୋଟ କରା, କାହା ଭଗବତ ସବୁ ଠାକୁର? ଜିନିଷ ନୋଟ କରାହଉଛି ମାତାଜୀ। ଆଜ୍ଞା ତ କୌଣସି ପ୍ରଭୁଜୀ ମୁଁ ଜିନିଷରୁ ଜମା ଜାଣିନଥିଲି, ଆଜି ଜାଣିଛି। ଏ ବିଷୟରେ ମୁଁ ଜମା ଜାଣିନଥିଲି। ଏଇ 12 ଜଣ ସାକ୍ଷୀ ଯୋଉ ମୁଁ ଜମା ଜାଣିନଥିଲି, ଆଜି ଜାଣିଲି। ଯାହା ହଉ ଆପଣ ଏଇଟା କହିଲେ, ମୁଁ ଜାଣିନଥିଲି ଆକ୍ଚୁଆଲି। ହଁ ମତେ ମୁଁ ବି କୋଉଠି ପ୍ରଥମ ଗୋଟେ କହିଲେ ମାନେ ଶ୍ରବଣ। ପଢିଥିଲି। ଏମିତି 12 ଜଣ ସାକ୍ଷୀ ଅଛି, ସେଇଟା ଡିଟେଲସ ଆଜ୍ଞା ରେ ଆପଣ ବି ଟିକେ ଯଦି ଟିକେ ଭାଗବତ ସେଇଟା ଅଛି, ସେଇଟା ଆପଣ କେତେବେଳେ ଟିକେ ପଢି ନେବେ। ମାନେ ଏଇ ସାକ୍ଷୀ, ଏଇଟା ହଉଛି ଯମରାଜକୁ ସାହାଯ୍ୟ କରିବା ପାଇଁ ଏ ସବୁ ସାକ୍ଷୀ ମାନେ ଅଛନ୍ତି। ବୁଝିପାରିଲେ? ଏ ସାକ୍ଷୀ ମାନଙ୍କ ଦ୍ଵାରା ଡିସାଇଡ ହବ ନା ଭଗବାନଙ୍କର ରାଜ୍ୟରେ କୌଣସି ଜିନିଷ ଗୋଟେ ଭୁଲ ହେଇଯିବନି। ଯେମିତି ଏଇଠି କଣ, ଏଇ କୋର୍ଟରେ ଆପଣ ହରେ ଯିବେ, କୃଷ୍ଣ। ଆଉ ଆବାଜ ତ ବ୍ରେକ୍ ହଉଛି, କିଛି ଶୁଭା ଗଲାନି ଆପଣ ମାତାଜୀ କଣ। କଣ କହୁଛି? ବୁନି କଣ କହୁଛନ୍ତି? ଆମେ କେତେ ନମ୍ବର ଶ୍ଲୋକ ଯାଇଥିଲେ? 21 ସରିଲା ନା ଏବେ ଆରମ୍ଭ? ନାଇଁ 21। ପ୍ରଭୁ ଆରମ୍ଭ ହବ। କୋଡିଏ ପ୍ରଭୁ 21 ଆରମ୍ଭ ହବ। 21 ଆରମ୍ଭ। ତ 21 ନମ୍ବରରେ ଏବେ ଦେଖନ୍ତୁ ଆରମ୍ଭ ହେଇଗଲା। କଣ ଆରମ୍ଭ ହେଇଗଲା? ଏବେ ବିଭୂତି ଆରମ୍ଭ ହେଇଗଲା। ଏ ପର୍ଯ୍ୟନ୍ତ କଣ ଅର୍ଜୁନ ସ୍ୱୀକାର କଲେ ଯେ ଭଗବାନ ଶ୍ରୀକୃଷ୍ଣ କିଏ, ତାଙ୍କର ଶକ୍ତି କଣ, ଏଇଟା କଲେ। ଏବେ 21 ନମ୍ବରରେ କଣ ଦେଖନ୍ତୁ। ଆଦିତ୍ୟ ନାମହଂ ବିଷ୍ଣୁ ଜ୍ୟୋତିଷାଂ ରବିରଂଶୁମାନ ମରିଚିର ମରୁତାସ୍ମି ନକ୍ଷତ୍ରାଣାଂ ମହଂ ଶଶୀ। ଆଦିତ୍ୟ ମାନଙ୍କ ମଧ୍ୟରେ ମୁଁ ବିଷ୍ଣୁ ଅଟେ, ଜ୍ୟୋତିଷ ମାନଙ୍କ ମଧ୍ୟରେ ମୁଁ ଉଜ୍ଜବଳ ସୂର୍ଯ୍ୟ, ମରୁତ ମାନଙ୍କ ମଧ୍ୟରେ ମୁଁ ମରିଚି, ଏବଂ ନକ୍ଷତ୍ର ମାନଙ୍କର ମଧ୍ୟରେ ମୁଁ ଚନ୍ଦ୍ର ଅଟେ। ଅହଂ ଆଦିତ୍ୟାନାଂ ବିଷ୍ଣୁ ଜ୍ୟୋତିଷାମ ଅଂଶୁମାନ ରବି ମରୁତାଂ ମରିଚି ଅସ୍ମି। ଦେଖନ୍ତୁ ମୁଁ ସଂସ୍କୃତ ପଢୁଛି, ଆପଣ ସେଥିରୁ ଆପଣ ସେଇଟାକୁ ଟିକେ ମାଇଣ୍ଡରେ ରଖନ୍ତୁ, ଆଉ ତାର ଓଡିଆ ନିଅନ୍ତୁ। ଅହଂ ନକ୍ଷତ୍ରାଣାମ ଶଶୀ। ଆଚ୍ଛା, ଆଦିତ୍ୟ ଯୋଉ ମାନେ କୁହାଗଲା, ଆଦିତ୍ୟ ମାନଙ୍କ ମଧ୍ୟରେ ମୁଁ ବିଷ୍ଣୁ ଅଟେ କୁହାଗଲା। ତ ଏଇ ଆଦିତ୍ୟ ଟା କାହାର ପୁତ୍ର, ଏଇଟା ଆପଣ ସମସ୍ତେ ଜାଣିଛନ୍ତି, କହନ୍ତୁ ଆପଣ। ତାଙ୍କର ବାପା ମା କିଏ? କଶ୍ୟପ ଅଦିତି, ଅଦିତିଙ୍କର ପୁତ୍ର ଆଦିତ୍ୟ ହେଇଛନ୍ତି। ବାପା ହଉଛନ୍ତି କଶ୍ୟପ। ଆଜ୍ଞା ଆଜ୍ଞା ବ୍ରହ୍ମାଙ୍କ ଆଜ୍ଞା, କଶ୍ୟପ ଆଦି ଆଉ ଅଦିତି। ଅଦିତି ଓ କଶ୍ୟପଙ୍କ ପୁତ୍ର ମାନଙ୍କୁ ଆଦିତ୍ୟ ମାନେ ବୋଲି ତ କୁହାଯାଏ। ସୂର୍ଯ୍ୟ ନା ହଁ, ଆଦିତ୍ୟ ମାନେ ସୂର୍ଯ୍ୟ। ସୂର୍ଯ୍ୟଙ୍କର ଗୋଟେ ନାଁ ଆଦିତ୍ୟ, କିନ୍ତୁ ଏଠି ଅଦିତିଙ୍କର ପୁତ୍ର ହେଇଥିବାରୁ ଆଦିତ୍ୟ କୁହାଗଲା। ତ ଆଜ୍ଞା
ଅଦିତିଙ୍କର ପୁତ୍ର ରୂପରେ ବାମନ ଭଗବାନ ଅବତାର ନେଇକି ଗ୍ରହଣ କରିଥିଲେ କି ନାହିଁ? ତାଙ୍କୁ ଉପେନ୍ଦ୍ର ଯୋଉ କୁହାଯାଏ। ଅଦିତିଙ୍କ ପୁତ୍ର ଇନ୍ଦ୍ରଙ୍କର ଛୋଟ ଭାଇ ରୂପେ ଭଗବାନ ଉପେନ୍ଦ୍ର ହିସାବରେ ଆସିଥିଲେ। ଏଇଟା ଅଦିତି ହଁ ବାମନ ଦେବ ନା ପ୍ରଭୁଜୀ? କଣ କହିଲେ ମାତାଜୀ? ପ୍ରଭୁଜୀ ବାମନ ଦେବ ଯୋଉ ଉପେନ୍ଦ୍ର ସିଏ। ହଁ ବାମନ ଦେବ, ତାଙ୍କର ମାତା ଅଦିତି ନା। ତ ସେଇ ଆଦିତ୍ୟ ମାନଙ୍କ ଭିତରେ ମୁଁ ବିଷ୍ଣୁ ଅଟେ ଯୋଉ କହିଲେ, କାହିଁକି ସେ ବି ତ ଗୋଟେ ଭଗବାନ ବିଷ୍ଣୁ ବି ସେ ପୁତ୍ର ରୂପରେ ଆସିଲେ ନା। ଆଉ ଅଦିତି ଏଟା କେମିତି ପାଇଥିଲେ? ପୟବ୍ରତ କରିଥିଲେ। ପୟବ୍ରତ ଏଇଟା କଶ୍ୟପ ମୁନି ତାଙ୍କୁ କହିଲେ କି ତମେ ପୟବ୍ରତ ପାଳନ କର, ଭଗବାନ ସେଥିରେ ତମେ ପୁତ୍ର ରୂପେ ପାଇପାରିବ। ପୟବ୍ରତ ବହୁତ କଠିନ ବ୍ରତ, ଖାଲି ଗାଈ କ୍ଷୀର ଆପଣ ପାନ କରିକିରି ଆପଣ ସେ ବ୍ରତଟା ପାଳନ କରିବେ। ସେଇଟା ଅଦିତି ମାତା ଅଦିତି ସେଟା ପାଳନ କରିଥିଲେ। ତାପରେ ଆକାଶରେ ଚକଚକ କରୁଥିବା ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ମୁଁ ସୂର୍ଯ୍ୟ ଅଟେ। ସେଥିପାଇଁ ଆମେ ସୂର୍ଯ୍ୟ ନାରାୟଣ କହୁଛୁ। ସୂର୍ଯ୍ୟଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଆଖି ବୋଲି କୁହାଯାଇଛି, ଏଟା ତାଙ୍କର ବିଭୂତି। ମରୁତ ମାନଙ୍କର ତାପରେ କଣ କହିଲେ? ମରୁତ ମାନଙ୍କ ମଧ୍ୟରେ ମୁଁ ମରିଛି। ମରୁତଙ୍କର ସଂଖ୍ୟା କେତେ? 49। 49 ପବନ ବହିଲା କହୁନାହାନ୍ତି। 49 ପବନ। ଦିତିଙ୍କୁ କଶ୍ୟପ ମୁନି ଉପଦେଶ କଲେ ଯେ ପୁଂସବନ ବ୍ରତ କରିବା ପାଇଁ, କାରଣ କାହିଁକି ଇନ୍ଦ୍ରଜୟୀ ପୁତ୍ର ଚାହୁଁଥିଲେ ମାତା ଦିତି, କିନ୍ତୁ ବ୍ରତ ନିୟମ ସେଟା କଣ ହେଲା? ଅଜାଣତରେ ଭଙ୍ଗ ହେଇଗଲା। ତ ଏଇ ଯୋଉ ବ୍ରତ ନିୟମ ଟା ଭଙ୍ଗ ହେଇଗଲା, ତ ଏଇଟା ଦେଖିକିରି ଇନ୍ଦ୍ର ତାଙ୍କର ଗର୍ଭସ୍ଥ ଶିଶୁକୁ ଗର୍ଭରେ ସେ ପ୍ରବେଶ କରିକିରି ଶିଶୁକୁ 49 ଭାଗ କରିଦେଇଥିଲେ। ଆଉ ଯେତେବେଳେ ଶିଶୁକୁ ସେ 49 ଭାଗ କରୁଥିଲେ, ସେ ଶିଶୁଟି କାନ୍ଦିଥିଲା। ତ ସେଥିପାଇଁ ସେ କଣ କହିଲେ? ମା ରୁଦହ, ମାନେ କାନ୍ଦ ନାହିଁ। ସେଇଥିରୁ ସେ କଣ ହେଲା? ମାରୁତ ନା ହେଇଗଲା। ଏ 49 ଶିଶୁଙ୍କର ଯୋଉ ପୁତ୍ର ହେଲା, ଏ 49 ଯୋଉ ପୁତ୍ର ଆସିଲେ ସେମାନଙ୍କୁ ମାରୁତ ବୋଲି କୁହାଗଲା। ଆଉ ଏମାନେ ଇନ୍ଦ୍ର ଯେହେତୁ ତା ଗର୍ଭରେ ପ୍ରବେଶ କରିଗଲେ, ସେମାନେ ଇନ୍ଦ୍ରର ସହୋଦର ହେଇଗଲେ ଏମାନେ। ତ ଏମାନେ ସବୁ ତାଙ୍କ ଶତ୍ରୁତା ନଷ୍ଟ ହେଇଗଲା ଇନ୍ଦ୍ରଙ୍କର। ଆଉ ଏମାନେ କଣ କଲେ? ଇନ୍ଦ୍ର ଦେବତା ଏମାନେ ବି ହେଇଗଲେ। ବୁଝିପାରିଲେ? ଆଉ ଦିତିଙ୍କର ପୁତ୍ର ଦୈତ୍ୟ ହେବା କଥା, କିନ୍ତୁ ଏମାନେ ଦେବତା କୁହାଗଲା, କାହିଁକି? ଏମାନେ ସହୋଦର ହେଲେ ଇନ୍ଦ୍ରଙ୍କର। ଆଉ 49 ବାୟୁ ମଧ୍ୟରେ ମୁଖ୍ୟ ଦେବତା ମରିଚି ବୋଲିକିରି କୁହାଗଲା। ବୁଝିପାରିଲେ? ତାପରେ କଣ ହେଲା? ନକ୍ଷତ୍ର ମାନଙ୍କ ଭିତରେ ଚନ୍ଦ୍ରମା ଭଗବାନଙ୍କର ବିଭୂତି ଅଟନ୍ତି। କେତେଟା ନକ୍ଷତ୍ର ଅଛନ୍ତି କହିଲେ? 7ଟା ନକ୍ଷତ୍ର ତ ମରିଚି ଆସନ୍ତି ନା। 27 ନକ୍ଷତ୍ର, 27ଟା ନକ୍ଷତ୍ର। ନା କହିପାରିବେ କି? କେତେଟା ମୁଁ ନୋଟ କରିଛି। ତା ଭିତରେ ରୋହିଣୀ ନକ୍ଷତ୍ର ଶ୍ରେଷ୍ଠ। ଅଶ୍ବିନୀ, ଅଶ୍ବିନୀ ଦ୍ୱିଜା, ଅଶ୍ବିନୀ ଭରଣୀ, କୃତିକା ରୋହିଣୀ, ମୃଗଶିରା ଆଦ୍ରା, ପୂର୍ଣ୍ଣବସୁ ପୁଷ୍ୟ, ଅଶ୍ଲେଷା ମଘା, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବଷାଢା, ଉତ୍ତରଷାଢା, ଶ୍ରାବଣ ନକ୍ଷତ୍ର ନାଇଁ, ଧନିଷ୍ଠା, ଶତଭିଷା, ପୂର୍ବା ଭାଦ୍ରପଦ, ଉତ୍ତରା ଭାଦ୍ରପଦ, ଆଉ ରେବତୀ। ଏଇ 27ଟା ନକ୍ଷତ୍ର ଅଛନ୍ତି। ନକ୍ଷତ୍ର ମାନଙ୍କ ଭିତରେ ଭଗବାନ ଚନ୍ଦ୍ରମା। ପ୍ରଭୁଜୀ 11ଟା ରାଶି ଅଛି, ସତରେ ଅଛି ନା? ଯୋଉ 27 ରାଶି ନକ୍ଷତ୍ର, ଗୁଡାକ ହଁ। ଏଇ ଯୋଉ ତୁଳା ରାଶିର ସ୍ୱାତି ନକ୍ଷତ୍ର, କୁମ୍ଭ ରାଶିର ଅଶ୍ଲେଷା ଅଛି। ଦିଟା ଥାଏ, ଦିଟା ଲେଖାଏ ସବୁଥର। ସ୍ୱାତି ବିଶାଖା ଥାଏ। ଏଇ ରାଶି ମାନଙ୍କ ଉପରେ ମାତାଜୀ ଆମର ସମସ୍ତଙ୍କର ଭାଗ୍ୟ ଡିପେଣ୍ଡ କରୁଛି। ମାନେ ଯିଏ ଯେତେବେଳେ ଜନ୍ମ ହେଲା, ସେଇ ରାଶି ଆଜ୍ଞା। କୋଉ ନକ୍ଷତ୍ରରେ ଆସିଲା, ସେଇ ଗ୍ରହ ନକ୍ଷତ୍ରର ମାନେ ଅବସ୍ଥିତି କଣ ଥିଲା, ସେଇ ହିସାବରେ ଆମର ନାଇଁ, ଜନ୍ମ କର୍ମ ଡିସାଇଡ୍ କେମିତି ହଉଛି। ହେଲା? କଣ ସତୀଶଟା କହିଲେ? କେମିତି ହେଲା? ମୁଁ ସେଇଆ ହରେ କୃଷ୍ଣ ପ୍ରଭୁ, କେମିତି ହେଲା? ପ୍ରତି ରାଶିରେ ଦିଟା ନକ୍ଷତ୍ର ଥାଏ ତ? ମୁଁ ମାତାଜୀ ଧନ୍ୟବାଦ। ମୁଁ ଏଇଟା ଆପଣ ଯଦି ମତେ ମାନେ ଆଦେଶ କରିବେ, ମୁଁ ୟାକୁ ଖୋଜିକି ମୁଁ ଆପଣଙ୍କୁ କହିପାରିବି। କିନ୍ତୁ କଣ କି କଥା ହେଲା, ଆମର ଏଇ ଭଗବତ ଗୀତାରେ
এইটা ଜାଣିବାଟା ମାନେ ଏଇନା ଏବେ particularly ଏଇଟା କିଛି ଧରନ୍ତୁ ଗୋଟେ ଜ୍ୟୋତିଷ ଶାସ୍ତ୍ର ହିସାବରେ ଜ୍ଞାନଟା ଆବଶ୍ୟକ ନିହାତି ନାହିଁ। ଦରକାର। ନର୍ମାଲ ବି ଏଇଟା ଜାଣିବା କଥା, କିଛି ଦରକାର ଖରାପ ନୁହଁ। ଆପଣ ଯଦି କହିବେ ଆ ନାଇଁ, ଉପରେ ଟିକେ ପ୍ରଭୁ ଆମେ ହଁ 27 ଟା କହିଲେ ତ ମୁଁ ସେଇଟା ପଚାରୁଛି 27 ଟା କେମିତି ଆମେ ଜାଣିବା 27 ସେ ଜିନିଷ। 27 ବୋଧେ 9 30 27 ହଉଛି ମାତାଜୀ। ନବଗ୍ରହ ଗୁଣନ 3 ଏମିତି ଆପଣ ଟିକେ ଚେକ୍ ଆଜ୍ଞା କରିବା ଏଇଟା କେବେ କେବେ ଗୋଟେ ଏଟା ଯଦି ସମୟ ପାଇଲେ ମୁଁ ଟିକେ ଦେଖିବି ୟା ଉପରେ ମାତାଜୀ। ଆଜ୍ଞା ଆମର ଏଇଟାରେ କିଛି ହେଲେ ଦରକାର ନାହିଁ ପ୍ରଭୁ, ଯାହା ଆପଣ କହିଲେ, କିନ୍ତୁ ମୁଁ ମାତାଜୀ କହିଲି ନାଇଁ ନାଇଁ ଦରକାର ମାନେ କଣ କହିଲେ ଏଇଟା ଆମେ ଜାଣିବା, ଆମେ ଗୋଟେ ହିନ୍ଦୁ ଧର୍ମର ଲୋକ ଜାଣିବା ନିହାତି ଦରକାର। ଏଇ ପର୍ଟିକୁଲାର ଶ୍ଲୋକରେ ଖାଲି ସିନା ମାନେ ବର୍ଣ୍ଣନା କରାହେଇନି, କିନ୍ତୁ ଆପଣ ପୁରୁଣା ଶାସ୍ତ୍ର ଦେଖିବେ ପୁରା ବର୍ଣ୍ଣନା କରାହେଇଛି ମାତାଜୀ। ଜାଣିବାଟା କିଛି ଭୁଲ ନୁହଁ। ଏବେ ଆମ ପାଖରେ ସେ ନଲେଜ ଟା ନାହିଁ। ମୁଁ ଭାବୁଛି 9 × 3 27 କହିଦେଲେ। ହଉନି ମାତାଜୀ? ଆଜ୍ଞା ହଉଛି ଏଇଟା ପ୍ରଭୁ କହିଲେ କେତେବେଳେ କି କହିଦେଲେ, ଏତେ ଜଲ୍ଦି ଜଲ୍ଦି କହିଦେଲେ ଆମେ, ମୁଁ ସେଇଟା ବି ଆମେ ମୁଁ ଖାଲି ଏଇଟା ଆଚ୍ଛା ଆପଣ କହିଲାରୁ ଆଚ୍ଛା ମୁଁ ଭାବିଲି ଆଚ୍ଛା ମୁଁ ମୁଁ କିନ୍ତୁ ମୁଁ ଏତେ ଫଟୋ ମାତାଜୀ ଜଲ୍ଦି। ମୁଁ ଫଟୋ ମାତାଜୀ ପଠେଇଦେବି। ଆଚ୍ଛା ମାତାଜୀ ହଁ ମୁକୁନ୍ଦପୁର ମାତାଜୀ, ଆପଣ ବା ଯଦି ଆଜ୍ଞା ପାଞ୍ଜି ଥିବ ପାଞ୍ଜିରେ ଆପଣ ପାଞ୍ଜିରେ ଆପଣ ପାଇଯିବେ। ଯଦି ପାଞ୍ଜି ଥିବ ପାଞ୍ଜିରେ ଆପଣ ପାଇଯିବେ। ଆଚ୍ଛା ଯଦି ଆଚ୍ଛା ଆପଣ ଓ ଏମିତି ଯଦି ଆପଣ ଥାଏ ପାଞ୍ଜି ସବୁ ନାଇଁ। ରଖିଥିବେ ପାଞ୍ଜିରେ ମୁଁ ଆଚ୍ଛା ସବୁ ପାଇବେ। ଆପଣଙ୍କୁ ମୋର ଏତେ ଧାରଣା। ଆଚ୍ଛା ମାତାଜୀ ମୁଁ ମୋର ଗୋଟେ ଧାରଣା ନାହିଁ। ମାତାଜୀ ମୁଁ ହଁ ଗୋଟେ ଫଟୋଟେ ପଠଉଛି ଆମର ଗ୍ରୁପ ରେ। ଆପଣ ସେଇଥିରେ 27ଟା ନକ୍ଷତ୍ର ମୁଁ ଏଇଟା କଲେକ୍ଟ କରିଛି, ଆପଣ ସେଇଟା ଟିକେ ଦେଖିଦେବେ। ହଉ ଭାଗବତ ପ୍ରଭୁଜୀ କହିଲେ ତ ପାଞ୍ଜିରେ ଥାଏ ବୋଲି ଦେଖିବା। ମୁଁ ଏଇଟା ଶୁଣିବୁ ଏଇ ଯୋଉ ତୁଳା ରାଶି କଣ ନିହାତି କହିଲେ ନିହାତି ଗୋଟେ ନିହାତି ସ୍ୱାତି ମାତାଜୀ ଏଇଟା ଆପଣ ଆଉ ନିଶ୍ଚୟ ଏମିତି ସବୁ। ନିଶ୍ଚୟ ଏଇଟା ପାଠ କରନ୍ତୁ ମାତାଜୀ। ଏଇଟା ଜାଣିବାଟା ମାନେ ବହୁତ ଭଲ କଥା। ଏଇଟା କାହିଁକି କହିଲେ କିଛି ବେଳେ କିଛି ଜାଣିନୁ। ଆମେ ଗୋଟେ ହିନ୍ଦୁ ଧର୍ମରେ ଗୋଟେ ଆମର ଜନ୍ମ ହେଇଛୁ, କୌଣସିଥିରେ ବି ଆମର କିଛି ନଲେଜ ନାହିଁ। ଏଇଟା ବହୁତ ଦୁଃଖର କଥା। ଜାଣିବା କଥା ଏଇଟା। ଆଜ୍ଞା ଶ୍ଲୋକ 22। ଜାଣିବା କଥା ଠିକ କଥା। वेदानां सामवेदास्मि देवानां स्मि वासवः ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଭୂତାନାମସ୍ମି ଚେତନା। ବେଦ ମାନଙ୍କ ମଧ୍ୟରେ ମୁଁ ସାମବେଦ, ଦେବତା ମାନଙ୍କ ମଧ୍ୟରେ ମୁଁ ସ୍ୱର୍ଗରାଜ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମୁଁ ମନ ଏବଂ ଜୀବ ମାନଙ୍କ ମଧ୍ୟରେ ମୁଁ ଚେତନା ଅଟେ। ଆଚ୍ଛା ସାମବେଦକୁ ଭଗବାନ କଣ ପାଇଁ କହିଲେ ତାଙ୍କର ବିଭୂତି? କାହିଁକି ସାମବେଦରେ ଗାୟନ ବିଦ୍ୟାଟା ଅଛି, ବୁଝିପାରିଲେ କି? ରାଗ ସଙ୍ଗୀତ ଅଛି, ସ୍ତୁତି ଅଛି। ଭଗବାନଙ୍କର ଯେତେ ସ୍ତୁତି ସବୁ ଭକ୍ତି ମାର୍ଗରେ ଯୋଉଟା ଲାଗେ ସେଇଟା ସାମବେଦରେ ଅଛି। ତେଣୁ ଭଗବାନ କହିଲେ ବେଦ ମାନଙ୍କ ଭିତରେ ମୁଁ ସାମବେଦ ଅଟେ। ଆଉ ଗରୁଡ ଯେତେବେଳେ ଗରୁଡଙ୍କ ଯୋଉ ଭଗବାନଙ୍କର ବାହନ ଗରୁଡ, ସେ ଯେତେବେଳେ ମାନେ ଉଡିବେ ତାଙ୍କର ବେଦ ଧ୍ୱନି ହବ। ତାଙ୍କର ମାନେ ତାଙ୍କର କଣ କୁହାଯିବ ସେଇଟା ଡେଣାରୁ ଡେଣା ଚାଲିବ ମାତ୍ରେ ବେଦ, ସେଇଟା ସାମବେଦର ଧ୍ୱନି ତାଙ୍କର ଡେଣାରୁ ବାହାରିବ। ଏଇଟା ଭଗବାନଙ୍କ ପ୍ରସନ୍ନତା ପାଇଁ। ଆଉ ଦେବାନାଂ ବାସବ ହସ୍ମି, ଦେବତା ମାନଙ୍କ ଭିତରେ ମୁଁ ଇନ୍ଦ୍ର ଅଟେ। କାହିଁକି ଇନ୍ଦ୍ର ହଉଛନ୍ତି ଦେବତା ମାନଙ୍କର ରାଜା? ଦେଖନ୍ତୁ ଇନ୍ଦ୍ର ଗୋଟେ ସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି, କିନ୍ତୁ ଏମିତି ଶାସ୍ତ୍ରରେ ସବୁ ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ତ ଇନ୍ଦ୍ରକୁ ଆମେ ଟିକେ ଏଇ ଟାଇପର, କିନ୍ତୁ ନହେଲେ ସେ ମାନେ ବହୁତ ବଡ ମାନେ ଇନ୍ଦ୍ର। ତାଙ୍କୁ ପରା ଯଜ୍ଞେଶ୍ୱର ଦିଟା ନାଁ କୁହାଗଲା, ଯୋଉଟା ଭଗବାନଙ୍କୁ ବି ମାନେ ଯଜ୍ଞେଶ୍ୱର ଆଉ ଇନ୍ଦ୍ରକୁ ବି ଯଜ୍ଞେଶ୍ୱର କୁହାଯାଇଛି। ତାପରେ ଇନ୍ଦ୍ରିୟାଣାଂ ମନଚ ଅସ୍ମି, ଇନ୍ଦ୍ରିୟ ମାନଙ୍କ ଭିତରେ ମୁଁ ମନ ଅଟେ। ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚଟା କର୍ମ ଇନ୍ଦ୍ରିୟ ଯୋଉ ଅଛି ମାତାଜୀ ମାନେ ଶୁଣନ୍ତୁ, ଏଇଟା ମନ ବିନା ସ୍ୱତନ୍ତ୍ର ରୂପରେ କାର୍ଯ୍ୟ କରନ୍ତି ନାହିଁ। ଯେ ପର୍ଯ୍ୟନ୍ତ ମନ ମାନେ ଏଇଟା ନ ଚାହିଁଛି, ଇନ୍ଦ୍ରିୟ ମାନଙ୍କର କିଛି କାମ ହବ ନାହିଁ। ଆଚ୍ଛା ଆପଣ ମାନେ ମାନେ କହିବେ ଟାଇମ କେତେ ହେଲା? ମୁଁ ଜାଣିପାରୁନି। 8:23 ହେଲା। ଠିକ ଅଛି। ଆଉ ଗୋଟେ ଶ୍ଲୋକ ଶୁଣନ୍ତୁ। ବେଦାନାଂ ସାମବେଦସ୍ମି ସରିଲା, ତାପରେ ଆମେ ରୁଦ୍ରାଣାଂ ଶଙ୍କରାସ୍ୟାସ୍ମି ବିତ୍ତସୋ ଯକ୍ଷରାକ୍ଷସାಂ ବସୁନାಂ ପାବକାଶ୍ଚସ୍ମି ମେରୁଂ ଶିକ୍ଷରେଣାମହମ୍। ରୁଦ୍ର ମାନଙ୍କ ମଧ୍ୟରେ ମୁଁ ଶ୍ରୀ ଶିବ, ଯକ୍ଷ ରାକ୍ଷସ ମାନଙ୍କ ମଧ୍ୟରେ ମୁଁ ଧନର ଅଧିପତି କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଓ ପର୍ବତ ମାନଙ୍କ ମଧ୍ୟରେ ମୁଁ ମେରୁ ଅଟେ। ଭଗବାନ କହିଲେ, ବୁଝିପାରିଲେ? ଆଚ୍ଛା ଏଇଠି ଆପଣ ମତେ କହନ୍ତୁ, ରୁଦ୍ର ମାନଙ୍କ ଭିତରେ ଶିବ 11ଟା ରୁଦ୍ର ଅଛନ୍ତି। ସେ 11ଟା ରୁଦ୍ରରେ ମୁଁ ଏଇଟା ଦିଟା ଜିନିଷ ପାଇଲି। ଗୋଟେ ଶ୍ରୀମଦ୍ ଭାଗବତମ ରେ ଗୋଟେ ଜିନିଷ, ଗୋଟେ ଶ୍ଲୋକ ଥିଲା, ସେଇଥିରେ ଅଛି
स्वरूपा सुत भूतस्य भार्या रुद्रांश कोटिशः रैवतो जो भवो भीमो वामोग्र भ्रुपाकपि अजैकपाद हिब्रद्नो बहुरूप महानिति रुद्रस्य पारगदाश्चन्ये घोरा प्रेत विनायक माने एथिरे जो कहाइला एथिरे कहाइछि विश्वनाथ चक्रवर्ती ठाकुर तांकर टीकारे लेखुचंती जे ए 11टा रुद्र किए किए रैवत अज भव भीम वाम उग्र वृषाकपि अजैकपात अहिर्वर्धन वर्धन बहुरूप और महान यही 11टा कहागला तापरे आउ गोटे जगार लेखा है शिवजी 11टा रूप मन्यु मनु महिनस महान शिव ऋतुध्वज उग्ररेता भव काल वामदेव धृतव्रत एबे आपण माने कहंतु आमे कोउटा नबा दीटा जाक अलग अलग लेखा है ଆଉ ଗୋଟେ ଜାଗାରେ ବି ଲେଖା ହେଇଥିଲା ରାକ୍ଷସ ମାନଙ୍କ ଭିତରେ ପ୍ରହ୍ଲାଦ ବୋଲି। नहीं ସେ ବି सेटा आसीबो ପ୍ରହ୍ଲାଦ सेटा अलगा जिंस सेटा आसीबो प्रभुजी मु कहूची रुद्र 11टा दीटा अलग अलग निया है आमे नवा कोउटा देखंतु अलगा अलगा मनमंतर रे अलगा अलगा इथरे अलगा अलगा सब अलगा ना ही पारे आमे नवा श्रीमद् भागवतम रे मु जोटा पाइची षष्ठ स्कंद षष्ठ अध्याय 17 और 18 नंबर श्लोक मु पाठ कली तो सेटा जोटा मु कहली रैवत अज भव भीम वाम उग्र वृषाकपि एटा मु आपन को फोटो पठेई देबी आपण समस्त एटा को नोट करिवे बुझि पारले काहे कि ना एटा होची आपनकर माने भागवतम रे दिया जाईची बुझि पारले मु फोटो पठौची एटा आपन को तापरे कुबेर वित्तेश अर्थ कुबेर जक्षर राक्षस भितरे कुबेर भगवानकर विभूति अटंती वसुनां पावकस्मि वसुदेव वसुदेवी और जमंकर 8टी पुत्र हेले अष्टवसु से माने अष्टवसु अटंती जमंकर पुत्र से माने हेले को 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 माने द्रोण एटा सब लेखा है एथिरे हमर कोउथरे लेखा है आपण 23 रे ना एथिरे लेखा हेई नाही एथिरे बहुत कम दिया है आपण जदि लेखिबे मु स्लो भी कहिबी आपण लेखंतु एई अष्टवसु हेले द्रोण प्राण ध्रुव अर्क प्रभुजी फोटो आज्ञा भी पठौ ताପରେ ମୁଁ ଗୋଟେ ପ୍ରଭୁजी ଫାଷ୍ଟ लेखुचंदी कि आज्ञा फोटो भी पठौची किछि नाही प्रभु जी फोटो पठेइबे तो फोटो पठेइ देबे नले हम देखिए लिखि देबु नले फोटो तो पठो पठौची किंतु पुनी सेटा पुनी कथा रहिला अक्षर आपण चिनि पारिबे न पारिबे किंतु मु आपण कहि दउची जदि लेखे द्रोण प्राण ध्रुव अर्क अग्नि कोन कोश वास्तु और विवाह वस्तु एमिति हिग्री 8टा एथिरे अग्नि भगवानकर विभूति अटंती तापरे कहिले शिखरिणांग अहम मेरु पर्वत मानक मध्य रे मु मेरु पर्वत अटे मेरु पर्वतर उच्चता होची 1 लाख योजन माने 12,80,000 किलोमीटर एते बड़ एटा सुनी कि ना आपन को माने केही भी भाबी पारे गोटे किलोमीटर तो आकाश को गले केते ऊंचा हेलानी माने कोन कहबे 12,80,000 किलोमीटर केमती उच्च पर्वत अछि ए मेरु पर्वत रा हमर पृथ्वी पृष्ठ रे नाही ए जो विभिन्न वर्ष माने अछि ना इलावर्त वर्ष किम किम पुरुष वर्ष एई सब वर्ष माने जोटा जोटी लंका अछि सेटा अलगा जोटी प्रहलाद महाराज रहउचंदी सेटा अलगा एमती मेरु पर्वत गोटे अलगा जगह रे अछि सेटा ए पृथ्वी पृष्ठ लोक माने सेठी जाई परिबे नाही तो से आम भाविया कथा नहीं आमर मनीष बुद्धि रे जे 12,80,000 किलोमीटर कौन हम हो पार कि बहुत बड़ हो गला जम्बू द्वीप रे इलावर्त वर्ष रे मेरु पर्वत अच्छा कौ वर्ष रे अच्छा इलावर्त वर्ष रे यह आमर दृष्टिगोचर हुए ना ब्रह्मांकर एक कार्यालय भी अच्छी सुमेरु पर्वत उपरे आइटा स्वर्ण पर्वत अटे बुझिपारे आज आम एथि रखिबा आमर 23टा जाइछि आउ रहिला आपनकर 38 पर्यंत रहिला आपनकर 39 पर्यंत नेक्स्ट क्लास रे हमर सरी जीवो हमर 10 नंबर अध्याय सरी जीवो बुझि पारले
तापर एकादश अध्याय आरंभ हब। आपण समस्त बहुत बहुत धन्यवाद। 8:30 है। हरे कृष्ण महामंत्र करिया प्रभु जी हरे धन्यवाद प्रभु जी, बहुत सुंदर भाव हरे में हमको कृष्ण क्लास तो रे करिया बुझाउछन्ती। आज्ञा बहुत बहुत धन्यवाद माता जी। आ मोठरू बेसी सुंदर आपण माने पार्टिसिपेट करजुंदी। मु तो सेटा माने बहुत मते खुशी लागुची जे आपण धैर्य धरिकी देखंतु आपण शुणुचंती हाउ ए सब माने एते बढ़िया पार्टिसिपेट आउ आपण पढ़िकी भी आसुचंती समस्ते प्राय उत्तर दउचंती बहुत भल लागुची माता जी। प्रभु जी माने माता जी माने समस्ते पूरा बहुत बढ़िया कहउचंती बहुत भल लागुची। ଆପଣ धन्यवाद। ବଢିଆ ବଢିया ବୁଝଉଛନ୍ତି ବଢିଆ ଲାଗୁଛି ଶୁଣିବାକୁ ବି। ଯାହା ହଉ ଆପଣ ମାନେ ଏଇଟା କହିଲେ ମତେ ଭଲ। ମୁଁ ଦେଖନ୍ତୁ ମତେ ବେଶୀ କିଛି ମୁଁ ଜାଣିନି, ଯାହା ଟିକେ ପ୍ରିପେୟାର କରିକିରି ଆପଣ ମାନଙ୍କୁ କହେ। ଠିକ ଅଛି ମତେ। ନାଇଁ, ଆମକୁ ବି ନାଇଁ ପ୍ରଭୁ ପ୍ରଭୁଜି ଆପଣ ଇଚ୍ଛା ଅଛି ଆପଣଙ୍କୁ ବୁଝିବା ପାଇଁ। ଆମକୁ ଇଚ୍ଛା ହେଲା ନାଇଁ ପ୍ରଭୁଜି ବୁଝିବା ପାଇଁ କି ବି ଏଟା ମନଟା ଚାହୁଁଛି କିନ୍ତୁ ପ୍ରଭୁଜି ଆମେ ବୁଝେଇ କଣ କି ଦିଅନ୍ତୁ। ପ୍ରସନ୍ନ ହରି ପ୍ରଭୁ କହିଲେ କି ମୁଁ ବି ଆର ବର୍ଷ କରିଥିଲି ତ ଭକ୍ତି ଶାସ୍ତ୍ରୀ। ପ୍ରସନ୍ନ ହରି ପ୍ରଭୁ କହିଲେ କି ନାଇଁ ମାନେ ପଢେଇବା ପାଇଁ କହିଲେ ତ ଆଜ୍ଞା ବୈଷ୍ଣବଙ୍କର ଆଦେଶ ଯେତେବେଳେ ହେଲା ଟିକେ ମାନେ ଏଇଟା ଚେଷ୍ଟା କରିକିରି ଆପଣ ମାନଙ୍କୁ ଏଇଟା ଟିକେ କହୁଛି ଆଉ। କଣ ଟିକେ ଭୁଲ ଯଦି କୋଉଟା ରହିଲେ ବି ଆପଣ ମାନେ ତ ସବୁ ଆଡଜଷ୍ଟ କରୁଛନ୍ତି ଆଉ ସେଇଟା ଆପଣ ସେଇଟା ଧରିବେନି। କିନ୍ତୁ ବହୁତ ଭଲ ଲାଗୁଛି। ମାନେ ଆମର କ୍ଲାସ ଟା ବହୁତ ଭଲ ଲାଗୁଛି ଆମର। ଆଉ ଦେଖନ୍ତୁ 10 ସରିଲା ଗୋଟେ ହିସାବରେ, ନେକ୍ସଟ କ୍ଲାସ ରେ ସରିବ। ତାପରେ ଆଉ ଦିଟା ଖାଲି ରହିଲା 11 12। 11ଟା ଟିକେ ବେଶୀ ବଡ ଅଛି, 58 କି କେତେ ଶ୍ଲୋକ ଅଛି, ସେଇଟା ଆମର ଟିକେ ବେଶୀ କ୍ଲାସ ଯିବ। ଆଉ ମୁଁ ଚାହୁଁଛି ଯେ ଆମେ ସବୁ ବୁଝିକି ଯିବା ପ୍ରତ୍ୟେକ ଜିନିଷ। ଆଉ କ୍ଲାସ ଆଜ୍ଞା ସରିଲା ପରେ ତାପରେ ଗୋଟେ ଡିସ୍କସନ ଆମର ରହିବ ଯେ କୋଶ୍ଚିନ୍ ଆନ୍ସର। କୋଶ୍ଚିନ୍ ଆନ୍ସର କ୍ଲାସ ପୁଣି 2-3ଟା କ୍ଲାସ ଆମେ ରଖିବା। ଆମେ କୋର୍ସ ଟା ପ୍ରଥମେ ଏଇଟା ଆମର ସରିଗଲେ ଆମେ ତାପରେ ଆଜ୍ଞା ଡିସ୍କସନ କରିବା। ବୁଝିପାରିଲେ? ଆଜ୍ଞା ବାଞ୍ଚା ପ୍ରଭୁଜି କଲ୍ପତରୁଭ୍ୟଶ୍ଚ कृपा ଆଜ୍ଞା सिन्धुभ्यैव च प्रभुजीଙ୍କ पतितानां ପାଇଁ ବି ହରେ पावनेभ्यो କୃଷ୍ଣ वैष्णवेभ्यो ମନ୍ତ୍ର नमः। କରନ୍ତୁ। ଆଜ୍ଞା। हरे कृष्णा हरे हरे कृष्ण कृष्णा हरे कृष्णा कृष्ण कृष्णा कृष्ण हरे हरे, कृष्ण हरे 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 राम हरे राम 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 हरे। राम राम हरे। हरे हरे बहुत बहुत कृष्ण धन्यवाद प्रभु माता जी। दंडवत हरे प्रणाम। दंडवत हरे प्रणाम। कृष्ण 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 हम राम राम हरे 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 कृष्ण प्रभुजी दंडवत प्रणाम। धन्यवाद प्रणाम माता जी। सब भक्तवान चरण में दंडवत दंडवाद। प्रणाम प्रभु।